मोर स्वागत गीतिकार शीर्षक देइछि दुख मो तुमठू निजर तुमे जेतिकी निजर दुख ताठू आउरी मोर निजर दुख देई मोते भाबिछ कि प्रभु दुख रे मु भांगी जीवी दुख तमोहर तुमठू निजर दुख को किया डरीबी महाप्रभु हे दुख मो जीवन आकाश रे सदा कोटि सूर्य चंद्र तारा दुख सागर रे अहरह मोर शोकर लहरी भरा दुखर साथी रे जन्म नेइछि दुख को धरी मरिबी दुख तमोहर तुमठू निजर दुख को किया डरीबी महाप्रभु हे दुख रे सीना मु अछि बोली प्रभु तुमको मु भूली नहीं दुखे तुम नाम जपुथिले बसी श्रीमुख मोते दिशई दुख हारी मोते सुख देव नहीं भव जड़े भासी जीवी दुख तमोहर तुमठू निजर दुख को किया डरीबी महाप्रभु हे दुख देई मते भाबिछ कि प्रभु दुख रे मु भांगी जीवी दुख तमोहर तुमठू निजर दुख को किया डरीबी महाप्रभु हे जय जगन्नाथ जय जगन्नाथ जय जगन्नाथ। परिवार आज द्वितीय सप्ताह गल्प मोर गल्प प्रबंध निजर नित्यकम सारी घरर सकाळ प्रहरर जावतीय टिकिनिकी पाइटीर समापन पर शिक्षयित्री अमिता पंचम श्रेणीर परीक्षा खाता देखुथिले। पहर दिन फल बाहरिबो एणु तरबर रे आज विद्यालय रे जमा करने हेबो। मातृभाषार शिक्षयित्री पंचम श्रेणी रे ओडिया पढ़ाती से स्वामी अमित बिछणार उठिले 9:30 बैंक जीवे पाख स्टेट बैंक रे अधिकारी से पत्नी को व्यस्तता देखी सकाळर कॉफी निजे प्रस्तुति करिवार मन बळेइले। अमिता को पचारिले केते चामच चीनी लागिबो। अमिता आंगुली देखे गोटे चामचर निर्देश कले। ठीक अच्छी कही रोषेई घर मध्य को प्रवेश कले अमित। किछि समय परे कॉफी मग धरी कॉफी मग दुईटी धरी बैठक कोठरी मध्य को प्रवेश कले अमित। ये निय कॉफी नचे ठंडा हो जिवो कही अमिता सामना रे टीपय ऊपर कॉफी रखिले। कौन है तुम कांदुच कहीं मु तो सेमिति किछि कहिनी तुमर मन को आघात देला भली किछि तो काम करिनी हेले कांदुच कहीं एमिति पिला पणी कहीं कहीं कांच से कथा नुहे अमित। ये खाता देखु देखु अचानक एक खातारे प्रबंधरु किछि पढ़ु पढ़ु मु भाव प्रवण होई उठिली।
ଜଣେ ଏମିତି ଲେଖିଛି ଯେ ସେଇଥିପାଇଁ କାନ୍ଦୁଛି। ତେବେ ଶୁଣ, ପରୀକ୍ଷାରେ ପ୍ରବନ୍ଧ ଥିଲା ମୋ ଇଚ୍ଛା। এই ବିଷୟରେ ପ୍ରତ୍ୟେକ ପିଲା ନିଜ ନିଜ ବିଷୟରେ ପ୍ରବନ୍ଧ ଲେଖିଛନ୍ତି। ଭଗବାନ ସେମାନଙ୍କ ପାଇଁ ଯଦି ଗୋଟିଏ ଇଚ୍ଛା ପୂରଣ କରନ୍ତେ, ତେବେ ସେମାନେ ଏଇ ଇଚ୍ଛାଟି ମାଗନ୍ତେ। ହଁ, ଇଏ ପିଲାଟି ଲେଖିଛି, ହେ ପ୍ରଭୁ, ମୋର ଇଚ୍ଛା ମୋତେ ମୋବାଇଲ କରିଦିଅ। ମୋତେ ଘରେ କେହି ପଚାରୁନାହାନ୍ତି, ସବୁବେଳେ ମୋବାଇଲ ସହିତ ଲାଗି ରହିଛନ୍ତି। ମୋର ଭଲ ମନ୍ଦ ବୁଝିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ବାପା ଅଫିସରୁ ବ୍ୟାଙ୍କରୁ ଆସିଲା ପରେ ସବୁବେଳେ ମୋବାଇଲ ସହିତ ବ୍ୟସ୍ତ। ମା ବି ସ୍କୁଲରୁ ଗଲା ପରେ ସବୁବେଳେ ମୋବାଇଲ ସହିତ ବ୍ୟସ୍ତ। ସାଙ୍ଗମାନଙ୍କ ସହିତ ଘଣ୍ଟା ଘଣ୍ଟା ଗପୁଛନ୍ତି, ତଥାପି ମୋ କଥା ବୁଝୁନାହାନ୍ତି। ମୁଁ ଖାଇଲି କି ନାହିଁ, ପଢିଲି କି ନାହିଁ, ବିଦ୍ୟାଳୟରେ କ'ଣ ପଢିଲି କ'ଣ ନାହିଁ, ଭଲ ମନ୍ଦ ମୁଁ ଭାବୁଛି ଟିକେ ମୋତେ କଥା ହୁଅନ୍ତେ, ମୋତେ ଟିକେ ସମୟ ଦିଅନ୍ତେ, ମୋ ସହିତ ବସି ଭଲ ମନ୍ଦ କଥାବାର୍ତ୍ତା ହୁଅନ୍ତେ। କାହାରି ପାଖରେ ସମୟ ନାହିଁ। ପ୍ରଭୁ, ମୋତେ ମୋବାଇଲ କରିଦେଲେ ମୁଁ ସେମାନଙ୍କ ସହିତ ସବୁବେଳ ପାଇଁ ଜଡି ରହିବି। ପ୍ରଭୁ, ମୋର ମଣିଷ ହବା ଦରକାର ନାହିଁ। ଏ କଥା ଶୁଣି ମୁଁ କାନ୍ଦିବାକୁ ଲାଗିଲି। ଅମିତ କହିଲା, ସତ କଥା। ଆଜିକାଲି ପିତାମାତାଙ୍କୁ ଟିକିଏ ବି ଜ୍ଞାନ ନାହିଁ। ସେମାନେ ପିଲାମାନଙ୍କର ଭଲ ମନ୍ଦ ବୁଝୁନାହାନ୍ତି, ସବୁବେଳେ ସେ ମୋବାଇଲ ପଛରେ ବ୍ୟସ୍ତ। ଛାଡ, ତମେ କାହିଁ କାନ୍ଦୁଛ? ତମେ ଚୁପ ରୁହ। ତମେ କାନ୍ଦିଲେ ମତେ ଭଲ ଲାଗିବନି। ଆଚ୍ଛା ଅମିତ, ତମେ ଜାଣିଛ ସେ ପିଲା କିଏ? କାହିଁ, କ'ଣ ହେଲା? ସିଏ ଆମ ଝିଅ ଆମି। ଏକଥା ଶୁଣି ସମସ୍ତେ ନିସ୍ତବ୍ଧ, ସମସ୍ତେ ଚୁପ। ଦୁଇ ଜଣ କାନ୍ଦିବାକୁ ଲାଗିଲେ। ଏହା ମଧ୍ୟରେ ଆମେ ଘର କୋଣରେ ଠିଆ ହେଇ ସବୁ ଦେଖୁଥିଲା। ସେ ବି କାନ୍ଦୁଥିଲା। ବାପା ଡାକିଲେ, ଆମି, ଆମି ବେଟା, ଆ ମୋ ପାଖକୁ ଆ। କୋଳେଇ ପକେଇଲେ। କହିଲେ, ମା, ଆମର ବହୁତ ବଡ ଭୁଲ ହେଇଯାଇଛି। ଆମେ କେବେ ଏମିତି ତୋ ପ୍ରତି ବ୍ୟବହାର କରିବୁନି। ମୋବାଇଲ ଘରେ ଆମେ ବ୍ୟବହାର କରିବୁନି। ତତେ ସମୟ ଦେବୁ, ତତେ ପଢେଇବୁ, ତୋ ସହିତ ଖେଳିବୁ। ମା ମୋର, ଆମକୁ କ୍ଷମା କରିଦେ। ଏତିକି କହି ସେମାନେ ଆମିକି ଧରି ଦୁହେଁ କାନ୍ଦିବାକୁ ଲାଗିଲେ। ଅମିତ କିଛି ସମୟ ପରେ କହିବାକୁ ଲାଗିଲା, ମୁଁ କେବଳ ମୋ ଝିଅ କଥା କହୁନି କି ମୋ ସ୍ତ୍ରୀ କଥା କହୁନି, ସମସ୍ତ ପାଳକ ମାନଙ୍କୁ ମୋର ବିଶେଷ ଅନୁରୋଧ, ଦୟାକରି ଏ ମୋବାଇଲ ପ୍ରତି ଏତେ ଆଗ୍ରହ ପ୍ରକାଶ ନ କରି ନିଜ ପିଲାମାନଙ୍କ ପାଇଁ ଟିକେ ସମୟ ଦିଅନ୍ତୁ। ସେମାନେ ବହୁତ କିଛି ଚାହାନ୍ତି ଆପଣମାନଙ୍କ ଠାରୁ। ଆପଣମାନେ ଯଦି ସବୁବେଳେ ଏଇ ଖେଳନା ସହିତ ଲାଗି ରହିବେ, ଆପଣଙ୍କର ସଂସାରର ଦୂରତା ଦିନକୁ ଦିନ ବଢିବାକୁ ଲାଗିବ। ସମ୍ପର୍କ ଦିନକୁ ଦିନେ କମ ହେବାକୁ ଲାଗିବ। ଏମିତି କରନ୍ତୁନି। ଦୟାକରି ମୋବାଇଲର ଯେତିକି ବ୍ୟବସ୍ଥା ଦରକାର ସେତିକି ବ୍ୟବହାର କରନ୍ତୁ। ଅନ୍ୟ ସମୟରେ ଆପଣମାନଙ୍କ ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ଏତିକି ମୋ ଅନୁରୋଧ। ଜୟ ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ ଭାଇନା। ସତରେ ଏବେ ପରିସ୍ଥିତି ବଦଳିଛି। ଏମିତି ଗୋଟେ କବିତା କି କଣ ଗୋଟେ ଆଗରୁ ଶୁଣିଥିଲେ, ଆଉ ଆପଣଙ୍କ ଗଳ୍ପଟି ସେଇ କଥାକୁ ମନେ ପକେଇଦେଲା। ସମସ୍ତେ ଆଜିକାଲି ମୋବାଇଲ କୁ ଏତେ ଭଲ ପାଉଛନ୍ତି କି ନିଜର ଆପଣାର ଲୋକ ଭୁଲି ଯାଉଛନ୍ତି। ଦେଖେଇଛି ଗୋଟେ ମା ମୋବାଇଲ କୁ ଟେକିକି ଧରିଛି, ଏପଟେ ପୁଅ ଛାଡେ ତା ମାର ବ୍ୟାଗକୁ ମାନେ ଇଏ କରିକି ଧରିଛି। ତ ବହୁତ ସେମିତି ଆସିଛି। ତ ଆପଣଙ୍କ ଗଳ୍ପଟି ନିଶ୍ଚୟ ସମସ୍ତଙ୍କୁ ପ୍ରେରଣା ଦେଇଥିବ। ମୋବାଇଲ ଆମେ ଯେତିକି ବ୍ୟବହାର କରିବା ସେତିକି କରିବା, ତାଠୁ ଆବଶ୍ୟକତାଠୁ ଅଧିକା କରିବାନି। ନିଜର ପ୍ରିୟଜନଙ୍କୁ ଭଲ ପାଇବା। ସୁନ୍ଦର ଶିକ୍ଷଣୀୟ ଗଳ୍ପଟି ପାଇଁ ଆପଣଙ୍କୁ ବହୁତ ବହୁତ ସାଧୁବାଦ ଜଣାଉଛି। ଜଗନ୍ନାଥ ଆପଣଙ୍କ ଚଲାପଥ ସୁଖନିତ କରନ୍ତୁ। ଜୟ ଜଗନ୍ନାଥ। ମୁଁ ପରବର୍ତ୍ତୀ ପାଇଁ ମାଇକ୍ ଟି ଅପାଙ୍କୁ ଅର୍ପଣ କରୁଛି। ଚାଲନ୍ତୁ ମୋର ଗଳ୍ପଟି ଶୁଣି ନେବା। ଗଳ୍ପର ଶୀର୍ଷକ ଅଜଣା ସମ୍ପର୍କ। ସବୁବେଳେ ଜୀବନ ଭିନ୍ନ ରଙ୍ଗ ବଦଳେ, କେବେ ଦୁଃଖ ତ କେବେ ସୁଖ, କେବେ ଝଡ଼ ତ କେବେ ସୁନ୍ଦର ପରିବେଶ। ମାନମାଇ ଗାଁରେ ରୁହନ୍ତି, ସ୍ୱାମୀ ସହରରେ ଚାକିରି କରନ୍ତି। ହେଲେ ଦି ଚାରି ଦିନ ଯାଇକି ସେ ସେଠି ରହିକି ଆସନ୍ତି। ତାଙ୍କୁ ସହର କେବେ ତା ଆକର୍ଷଣରେ ବାନ୍ଧି ରଖି ପାରିନି। ବହୁତ ବନ୍ଦ ଲାଗେ ସହର, ବହୁତ ବନ୍ଦ ଲାଗେ। ଗାଁରେ କି ଖୋଲାମେଲା ପରିବେଶ। ଶୁଭଙ୍କର ତାଙ୍କ ଛୁଟି ହେଲେ ଘରକୁ ଆସନ୍ତି। ବଡ ଘର ସେ ଗାଁରେ କରିଛନ୍ତି। ସୁନ୍ଦର ପୋଖରୀ, କିଛି କଇଁ ଫୁଲ ସେଠି ଫୁଟିଛି।
ତାଲାପିଆ ମାଛ କଉ ମାଛ କଉ ମାଛର ଗୋଟେ ଜାତି ସେଠି ସେ ଛାଡିଛନ୍ତି। ଗୋଟେ ପୁଅ ଗୋଟେ ଝିଅ, ଝିଅର ବାହାଘର ହେଇଗଲାଣି, ପୁଅଟେ ବାହାରେ ରହି ପାଠ ପଢୁଛି। ମାନମୟୀ ବାହାରେ ଧାନ ଶିଖଉଛନ୍ତି। ଧୀର ସ୍ୱରରେ ତାଙ୍କ ମୋବାଇଲ ରିଙ୍ଗ ହେଲା। ହ୍ୟାଲୋ, କିଏ କହୁଛନ୍ତି ଆପଣ? ମୁଁ ମାନମୟୀ। ଆପଣଙ୍କ ସ୍ୱାମୀଙ୍କ ନାଁ ଶୁଭଙ୍କର? ସେପଟୁ ସ୍ୱର ଆସିଲା। ହଁ ବୋଲି ମାନମୟୀ କହିଲେ। ବ୍ୟସ୍ତ ସ୍ୱରରେ ପଚାରିଲେ, ତାଙ୍କର କଣ ହେଇଛି? ସେ ଯେ ବସ ରେ ଆସିଥିଲେ ତାହା ଗୋଟେ ଦୁର୍ଘଟଣାରେ ଶିକାର ହେଇ ଶୁଭଙ୍କରକୁ ବହୁତ ଆଘାତ ଲାଗିଛି। ଆଉ ସେ ତାଙ୍କ ହୋସରେ ଆସିନାହାନ୍ତି। ଏସବୁ ଶୁଣି ମୋର ମୁଣ୍ଡ କିଛି କାମ କରୁନଥିଲା। ମୁଁ ହସ୍ପିଟାଲର ନାଁ ପଚାରିଲି। ସେ କହିଲେ କଳିଙ୍ଗ ହସ୍ପିଟାଲ। ମୁଁ ଗୋଟେ ବସ୍ ଅଭିମୁଖେ ଯାତ୍ରା କଲି। ମୋ ପରିସ୍ଥିତି ବଡ ଅଭାବନୀୟ ଆଉ କରୁନଥିଲା। ମୋ ଅବସ୍ଥାରେ କାନ୍ଧ ବ୍ୟାଗ କୁ ଜାବୁଡି ଧରି ବଡ ଇତସ୍ତତରେ ସେଠି ବସିଲି। ମୋ ପାଖରେ ଜଣେ ଅପରିଚିତ ଯୁବକ ବସିଥିଲେ। ସେ ମୋ ମୁହଁ ଦେଖି କଣ ଅନୁମାନ କରି ପଚାରିଲେ, ମାଉସୀ କଣ ହେଇଛି ବୋଲି। ମୁଁ କହିଲି ଡରି ଡରି, ମୁଁ ଭୁବନେଶ୍ୱର ଯାଉଛି, ମୋ ସ୍ୱାମୀଙ୍କର ଦୁର୍ଘଟଣା ହୋଇଛି, ସେ କଳିଙ୍ଗ ହସ୍ପିଟାଲରେ ପଡିଛନ୍ତି। ସେ ପିଲାଟି ତା ଆଡୁ କହିଲା, ମାଉସୀ ମତେ ସେଠି ସବୁ ଜଣା ଅଛି। ମୋ ଘର ସେଇଠି। ମୁଁ ଏଇଠି ବାହାଘରରେ ଆସିଥିଲି, ଫେରୁଛି। ମୁଁ ଆପଣ ସହ ଅଛି, ଡରନ୍ତୁ ନାହିଁ। ସେଇ ସରଳ ପିଲାଟିକୁ ମୁଁ ଭରସା କରିବାରୁ ମୋ ମନ ଭିତରୁ କିଏ ଯେମିତି ମତେ କହିଦଉଥିଲା ମୁଁ କଳିଙ୍ଗ ହସ୍ପିଟାଲ ଯାଏ, ସିଏ ମତେ ନେଇଗଲା। ମୁଁ ମୋ ସ୍ୱାମୀଙ୍କ ରୁମକୁ ଖୋଜିକି ପାଇଲି। ସେଠି ସେମାନେ କହିଲେ, ସେ ଯଦି ହୋସରେ ଆସିଯିବେ ତ ଭଲ, ନହେଲେ କୋମାକୁ ଯାଇପାରନ୍ତି। ଆଉ କିଛି ଔଷଧ ପାଇଁ କହିଲେ। ମାଉସୀ ମୁଁ ଆସିଛି, ପିଲାଟି କହିଲା। ମୁଁ କହିଲି, ପୁଅ ତୁମ ନାଁ କଣ? ସେ କହିଲା ବିପୁଲ। ସେ ଔଷଧ ଆଣି ଦେଉଛି ବୋଲି କହିଲା। କିଛି ସମୟ ପରେ ମୋ ସ୍ୱାମୀଙ୍କର ହୋସ ଆସିଛି। ମୁଁ ତାଙ୍କୁ ବିପୁଲକୁ ଚିହ୍ନେଇ ଦଉଛି। ମୁଁ ଏଠି ଆସିବା ସବୁ କାମ କେମିତି ବିପୁଲ କରିଦଉଛି। ମା, ଆପଣ ମତେ ପୁଅ କହୁଛନ୍ତି, ପୁଣି ଧନ୍ୟବାଦ ଦଉଛନ୍ତି। ଏଇଟା ଠିକ ନୁହେଁ। ମଉସା ଯେତେ ଦିନ ଯାଏ ହସ୍ପିଟାଲରେ ଥିବେ, ସେ ପୁଅ ବି ଆସୁଥିଲା। ଏବେ ସେ ଅଜଣା ସମ୍ପର୍କ ବହୁତ ନିଜର ହେଇଯାଇଛି। ସେ ମୋ ସହ ପ୍ରାୟ ଫୋନରେ କଥା ହୁଏ। ହେଇପା ତା ବାହାଘର। ମଉସା ଆଉ ମୁଁ, ଆମେ 2 ଜଣ ଯାକ ଯାଉଛୁ। ମୋ ବୋହୂ ମା ପାଇଁ ଗୋଟେ ପଲା, ଆଉ ବିପୁଲ ପାଇଁ ଏଇ ମୁଦିଟା। ତା ମନକୁ ପାଇବ ତ? ମା ଦେଇଛି, ଆଉ ପୁଅ ମନକୁ ପାଇବନି? ତମ ପାଇଁ ତା ସ୍ୱାମୀ କହୁଛନ୍ତି, ତମ ପାଇଁ ମାନ ମୁଁ ଆଉ ଗୋଟେ ପୁଅକୁ ପାଇଲି। ମୋ ମୁହଁରେ ଲାଜ ଥିଲା। ଗଳ୍ପର ଶୀର୍ଷକ ଅଜଣା ସମ୍ପର୍କ। ଆଶା କରୁଛି ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିବ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଗଳ୍ପ, ନିଶ୍ଚିତ ଭାବରେ ବହୁତ ଭଲ ଲାଗିଲା। ପରବର୍ତ୍ତୀ ଗଳ୍ପ ପାଇଁ ଅନୁରୋଧ କରିବି। ଆମର ଶ୍ରଦ୍ଧେୟା ରୀତା ଅପରାଜିତା ମହାନ୍ତି ଭଉଣୀକୁ ଅନୁରୋଧ କରିବି, ନିଶ୍ଚିତ ଭାବରେ ପରବର୍ତ୍ତୀ ଗାଳ୍ପିକଙ୍କୁ ଡାକିବେ। ଆଜ୍ଞା ଅପା। ଚାଲନ୍ତୁ ଗଳ୍ପର ସମ୍ଭାରରେ ନୂଆ ଏକ ସମ୍ଭାବନାକୁ ଖୋଜିବା। ଶ୍ରୀମତୀ ଅନୁପମା ନାଥ ଶର୍ମାଙ୍କୁ ସ୍ୱାଗତ କରୁଛି ତାଙ୍କ ଗଳ୍ପ। ଶୁଭ ସନ୍ଧ୍ୟା। ସମସ୍ତଙ୍କୁ ମୋର ପ୍ରଣାମ। ବୃଦ୍ଧଙ୍କୁ ଗଛ ଛାଇରେ ବସିଥିବା ଦେଖି ସେ ବି ସେଠାରେ କ୍ଷଣିକ ସକାଶେ ବସି ପଡ଼ିଲା। ଦୁହେଁ ଗପିଲା ବେଳେ ବୃଦ୍ଧ କହିଲେ, ଭାଇ ମୋ ଠାରୁ କାହାଣୀଟିଏ ଶୁଣ। ଯୁବକଟିଏ ଥିଲେ ଜଣେ ଫେରିବାଲା। ସେ ଫେରି କରିବାକୁ ଏ ଗାଁ ସେ ଗାଁ ଦୂର ଦୂରାନ୍ତର ଯାଆନ୍ତି। ଧୁ ଧୁ ଖରାବେଳେ ଯୁବକଟିଏ ଏକ ଗଛ ଲତାହୀନ ଅଞ୍ଚଳ ଦେଇ ଯାଉ ଯାଉ ପାଖରେ ତାର ଥିଲା ପାଚିଲା ଆମ୍ବଟିଏ। ସେ ଶୋଷ ଭୋକରେ ସେ ଆମ୍ବଟିକୁ ଖାଇଲେ। ସେଇ ଟାକୁଆକୁ ରାସ୍ତା ପାର୍ଶ୍ୱରେ ଥିବା ମାଟିରେ ପୋତି ଦେଲେ। ତାପରେ ସେ ବାଟରେ ଚାଲିଗଲେ। ପ୍ରକୃତରେ ସେ ଯାଉଥିଲେ ଦୂର ସହରକୁ ବ୍ୟବସାୟ ଉଦ୍ଦେଶ୍ୟରେ। ପ୍ରାୟ 30 ବର୍ଷ ପରେ ସେ ଯେତେବେଳେ ସେଇ ବାଟ ଦେଇ ଏକୁଟିଆ ଗାଁକୁ ଫେରିଲେ, ସେ ଦେଖିଲେ ଯେ ସେଇ ସ୍ଥାନ ପ୍ରାୟ ସେମିତି ଅଛି, କିନ୍ତୁ ପାଦଚଲା ରାସ୍ତା କଡ଼ରେ ଛିଡ଼ା ହୋଇଛି ଗୋଟିଏ ସୁନ୍ଦର ଝଙ୍କାଳିଆ ଆମ୍ବ ଗଛ। ତାର ମନେ ପଡ଼ିଗଲା 30 ବର୍ଷ ତଳର ସେଇ କଥା। ସେଇ ଆମ୍ବ ଟାକୁଆଟି
ତାହେଲେ ଏତେ ବଡ ଦ୍ରୁମରେ ପରିଣତ ହୋଇଛି। ସେତେବେଳକୁ ସେ ବୃଦ୍ଧ ହୋଇସାରିଥିଲା। ଥକି ଯାଇଥିବାରୁ ସେଇଠାରେ ସେ ବସି ପଡ଼ିଲା। ହଠାତ୍ ଶୁଣିଲା ଗଛ ତାଙ୍କୁ କହୁଛି, ଭାଇ ଚିହ୍ନି ପାରିଲ କି? ମୋତେ ତୁମେ ଜୀବନ ଦେଇଥିଲ। ତୁମକୁ କୃତଜ୍ଞତା ଜଣାଇବା ସକାଶେ ଏତେ ବର୍ଷ ଅପେକ୍ଷା କରିଥିଲି। ଆସ, ମୋ ଛାଇରେ ବସ, ମୋ ଫଳ ଖାଅ। ମୁଁ ତୁମ ପାଖରେ ସତରେ ଭାରି କୃତଜ୍ଞ। ଯୁବକ ଯେ କି ବୃଦ୍ଧ ହୋଇ ସାରିଥିଲା, ତାର ଆଖିରୁ ଲୁହ ଦୁଇଟୋପା ଖସି ପଡ଼ିଲା। ସେ ଭାବିଲା, ଯେଉଁମାନଙ୍କୁ ସେ ନିଜ ରକ୍ତ ମାଂସ ଦେଇ ମଣିଷ କଲା, ସେମାନେ ତ ପଚାରିଲେ ନାହିଁ, କିନ୍ତୁ ଏ ଗଛ କୃତଜ୍ଞତା ପ୍ରକାଶ କରିବା ପାଇଁ ଏତେ ବର୍ଷ ଧରି ଛିଡ଼ା ହୋଇ ରହିଛି। ଆଚ୍ଛା, ଗପଟି କହିସାରି ବୃଦ୍ଧ କହିଲେ, ଏହା ମୋ ଜୀବନର କାହାଣୀ। ଏ ଗଛ ମୋର ବନ୍ଧୁ। ସେ ମୋତେ ବହୁତ ଶିକ୍ଷା ଦେଇଛି। ତୁମ ହାତରେ ଟାଙ୍ଗିଆ ଦେଖି ମୁଁ ଜାଣୁଛି ତୁମେ ଗଛ କାଟିବାକୁ ବାହାରିଛ। ମୁଁ ଏହା ବି ଜାଣେ ଯେ ଅଧା କଟା ଅବସ୍ଥାରେ ଥକା ମେଣ୍ଟାଇବାକୁ ସେଇ ଗଛର ଛାଇରେ ତୁମେ ଯଦି କ୍ଷଣେ ବସି ପଡ଼ିବ, ତେବେ ଆହତ ଗଛ ତୁମକୁ ମନା କରିବ ନାହିଁ। ତାହା ହିଁ ଗଛର ବଡ଼ପଣ। ତେଣୁ ଭାଇ, ଏଥିରୁ କିଛି ବୁଝିବାକୁ ଚେଷ୍ଟା କର। ତେବେ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା। ବୃକ୍ଷକୁ ରକ୍ଷା କରିବା ଆମର ଦାୟିତ୍ୱ। ଆମ ପରିବେଶ ସନ୍ତୁଳନ ରକ୍ଷା ହେବ। ଆମେ ସମସ୍ତେ ଜୀବନ ପାଇବା, ବହୁତ ଭଲରେ ଜୀବନ ଅତିବାହିତ କରିବା। ପରିବେଶର ଯେଉଁ ଗ୍ଲୋବାଲ ୱାର୍ମିଂ ହେଉଛି, ସେଟା ଆଉ ହେବ ନାହିଁ। ଏହା ହେଉଛି ବୃକ୍ଷର ମାନ। ବହୁତ ବହୁତ ଧନ୍ୟବାଦ। ନିଶ୍ଚୟ। ଗଳ୍ପର ଶୀର୍ଷକ ଉପର ବରଡ଼ା ହସୁଛି। ସାହିତ୍ୟିକ କବିବନ୍ଧୁ ପରିବାର ପକ୍ଷରୁ ଆୟୋଜିତ ରବିବାସରୀୟ ସାନ୍ଧ୍ୟ ଆସରରେ ଗୋଟିଏ ବିଷୟ ଥିଲା, ଉପର ବରଡ଼ା ହସୁଛି। ସେଇ ବିଷୟ ଆଧାରିତ ମୋର ଗୋଟିଏ ଗଳ୍ପ। ଶାରଦୀୟ ପୂଜା ପେଣ୍ଡାଲରେ ସାନ୍ଧ୍ୟ ବେଳାରେ ଆଜି ବହୁତ ଭିଡ଼। ଶରତରେ ଧରା ଆଜି ଉତ୍ସବ ମୁଖର। ନୂଆ ନୂଆ ପୋଷାକରେ ସଜବାଜ ଶସ୍ୟ ଶ୍ୟାମଳିମା ଧରଣୀ ବୁକୁରେ ଭାରତୀୟ ପରମ୍ପରାରେ ଥିବା ଓଡ଼ିଆ ଘରର ଲୋକମାନେ। ମା ଆସୁଛନ୍ତି ଗଜବାହନରେ। କି ସୁନ୍ଦର ଲାଇଟ୍ରେ ଚିକ୍ମିକ୍ କରୁଛନ୍ତି ମା ଦଶଭୁଜା ଦେବୀ। ମାଇକ୍ରେ ଶୁଭୁଥାଏ, ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା। ଧାଡ଼ି ଧାଡ଼ିରେ ଲୋକମାନେ ଶୃଙ୍ଖଳିତ ଭାବରେ ଆସି ସଭକ୍ତିକ ପ୍ରଣାମ ନୈବେଦ୍ୟ ପୂର୍ବକ ବିଲ୍ୱପତ୍ର ପ୍ରସାଦ ଇତ୍ୟାଦି ଗ୍ରହଣ କରି ମଥାରେ ସିନ୍ଦୁର ପିନ୍ଧି ମହାନନ୍ଦରେ ବାହୁଡ଼ି ଯାଉଛନ୍ତି ଆଉ ଏକ ମଣ୍ଡପକୁ। ମଣ୍ଡପଠାରୁ ଅଦୂରରେ ଏକ କୀର୍ତ୍ତନ ମଣ୍ଡଳୀ ହରିନାମ ସଂକୀର୍ତ୍ତନ କରିବାରେ ବ୍ୟସ୍ତ। ଟିକିଏ ଦୂରରେ ବସିଥାନ୍ତି କେତେକ ଅସହାୟ, ଅପରାହ୍ନରେ ପଦାର୍ପଣ କରିଥିବା କେତେକ ମାଟିର ମଣିଷ। ପୂଜା ପେଣ୍ଡାଲରୁ ବାହୁଡ଼ି ଯାଉଥିବା ଦର୍ଶନାର୍ଥୀଙ୍କୁ ହାତ ପତାଇ ନୀରବରେ ଖାଇବାକୁ ଅଳି କରୁଥାନ୍ତି କ୍ରୋଟରାଗତ ଅଶ୍ରୁଳ ମୁଦ୍ରାରେ। ଦୟା ପରବଶ ହୋଇ କେହି ସହଯୋଗ କରୁଥାନ୍ତି ତ କେହି ଅହଙ୍କାରର ଉପହାସ ତ ଆଉ କେହି ଘୃଣା ଚକ୍ଷୁରେ ଚାଲି ଯାଉଥାନ୍ତି। ଇଏ ବୋଧହୁଏ ନୀତିଦିନିଆ କଥା ସମସ୍ତେ ଅନୁଭବ କରିଥିବେ। ସେମାନଙ୍କ ମଧ୍ୟରେ ଜଣେ ଅର୍ଦ୍ଧବୟସ୍କ ମହିଳାଟିଏ 4-5 ବର୍ଷର ପିଲାଟିକୁ ସମ୍ବୋଧିତ କରୁଥାନ୍ତି କିଛି। ଏହି ସମୟରେ ହଳଦୀ ରଙ୍ଗର ସାର୍ଟ ପିନ୍ଧା ଯୁବକଟିଏ ଗୋଟିଏ ଗାଡ଼ିରେ ଆସିଲେ। ତାଙ୍କ ଗାଡ଼ିରେ ଲଦିଥିବା ଅନେକ ପ୍ୟାକେଟ ଭିତରୁ କିଛି ଖାଦ୍ୟ ପ୍ୟାକେଟ ବସିଥିବା ଅସହାୟମାନଙ୍କୁ ଦେଇଦେଲେ। ଶିଶୁଟିକୁ ପ୍ୟାକେଟ ଦେବା ସମୟରେ ଦେଖିଲେ ତା ଜାମାଟି ଚିରି ଯାଇଛି। ଛୁଆଟିର ମାଆଙ୍କୁ ଚାହିଁ କହିଲେ, ମା, ଭେକ ଥିଲେ ପରା ଭିକ ମିଳେ। ପିଲାଟିକୁ ଭଲ ଜାମା ପ୍ୟାଣ୍ଟ ଖଣ୍ଡେ ପିନ୍ଧାଅ। ଲୋକମାନେ ଆଗ୍ରହରେ କିଛି ସାହାଯ୍ୟ କରିବେ ପିଲାଟିକୁ। ବାପା ମା ହୋଇ ଯାହା ବି ରୋଜଗାର କରୁଛ, ପ୍ରଥମେ ଭଲ ବସ୍ତ୍ର ଖଣ୍ଡେ ପିନ୍ଧ। ମହିଳା ଜଣକ କାନ୍ଦି କାନ୍ଦି ଚିରା କାନିରେ ଲୁହ ପୋଛି କହିଲେ, ବାବୁ, ବାହା ହୋଇଥିଲେ ସିନା ସ୍ୱାମୀ ଥାଆନ୍ତା। ଏ ତ କାମୁକ ପୁରୁଷର ଭୋକ ଫଳ। ଯେମିତି ମୁଁ ଜନ୍ମରୁ ଦିନର ସୂର୍ଯ୍ୟାଲୋକ ଦେଖିନଥିବା ଅନୁଢା କନ୍ୟାର ବିଷାକ୍ତ ଫଳ ମୁଁ। ଏଇ ଅନ୍ଧାରିଆ ରେଳ ଷ୍ଟେସନ ଆମ ବାପା ମା। ସିମେଣ୍ଟ ଚଟାଣର ଛିଣ୍ଡା ସିମେଣ୍ଟ ବସ୍ତାରେ ରାତି ପାହେ ମୋର। ସେହି ରାତିରେ କେତେ ଯେ କ୍ଷୁଧାର୍ତ ନିଜ ଭୋକର ଭୂଗୋଳକୁ ମୋ ଦେହରେ ଆଙ୍କି ଦିଅନ୍ତି। ନା ସେମାନଙ୍କ ଚନ୍ଦ୍ରବଦନକୁ ଦେଖିପାରେ, ନା ଏ ପିଣ୍ଡରେ ସେତେବେଳେ ପ୍ରାଣ ଥାଏ ମୋର। ଚେତା ଫେରିବା ବେଳକୁ ସାରା ଶରୀରରେ କେବଳ ଉଦ୍ଧତ ବ୍ୟାଘ୍ର ନଖ, ସବୁ ବିଭିନ୍ନ ପ୍ରକାର ଚିତ୍ରାଙ୍କନ ଭଳି, ଆଉ ଯନ୍ତ୍ରଣାରେ ଛଟପଟ ହେଉଥାଏ ମୁଁ। ବାବୁ, ଏ ପାଖରେ ଅଭାବ ଆଁ କରି ବାଟ ଜଗିଥିବା ବେଳେ ସେ ପାଖରେ ପାର୍ବଣ ହାଁ କରି ମାଡ଼ି ଆସୁଛି। ବୋଝ ବୁହା ରାତିରେ ଭୋକର ତାତିଟା ତ ଖାଲି
ଭୋକରେ ସକାଇ ହେଉଛି। ଅସଜଡ଼ା ଭାଗ୍ୟ ମୋର, ପୁଣି ଅସଜଡ଼ା ସ୍ୱପ୍ନ, ସବୁ ଖାଲି ପ୍ରତିକ୍ଷଣ ଭାଗ ଭାଗ ହୋଇ ଚାଲିଛନ୍ତି। ନା ନିଜ ମୁହଁକୁ ହାତ ପାଉଛି, ନା ମୁଠାଏ ମାଟିକୁ ମୁଠେଇ ପାରୁଛି। ତାରାମାନଙ୍କ ଆଖି ମିଟିକା ଦେଖିଲେ ରାଗ ହୁଏ ଆକାଶ ଉପରେ। ମୁଁ ଅନୁରୋଧ କରିବି, ମୋ ଗଳ୍ପର ଶବ୍ଦ ସବୁକୁ ନିଶ୍ଚିତ ଭାବରେ ଆପଣ ଛୁଇଁ ଛୁଇଁ ଯାଉଥିବେ। ଏ ଗପଟି ମୁଁ ପଢ଼ୁଛି, ମୋର ଗଳ୍ପର ଶୀର୍ଷକ ଏକାଦଶ ପୁସ୍ତକ ଛାୟାର ସ୍ୱର। ବୋଧହୁଏ ଅନେକଙ୍କ ପାଖରେ ମୋର ଏ ଗପ ବହିଟି ଥିବ। ଅସଜଡ଼ା ଭାଗ୍ୟ ମୋର, ପୁଣି ଅସଜଡ଼ା ସ୍ୱପ୍ନ, ସବୁ ଖାଲି ପ୍ରତିକ୍ଷଣ ଭାଗ ଭାଗ ହୋଇ ଚାଲିଛନ୍ତି। ନା ନିଜ ମୁହଁକୁ ହାତ ପାଉଛି, ନା ମୁଠାଏ ମାଟିକୁ ମୁଁ ମୁଠେଇ ପାରୁଛି। ତାରାମାନଙ୍କ ଆଖି ମିଟିକା ଦେଖିଲେ ମୋର ବହୁତ ରାଗ ହୁଏ ଆକାଶ ଉପରେ। କାହିଁକି ନା ଏଇ ଆଖି ମିଟିକାରେ କେତେ ଜଣ ଚେଇଁ ଚେଇଁ ସ୍ୱପ୍ନ ଦେଖୁଥିବେ ତ, କେହି କେହି ଚେଇଁ ଚେଇଁ ଚିହିଁକି ଉଠୁଥିବେ ପରଦିନର ଯନ୍ତ୍ରଣାକୁ ସ୍ୱପ୍ନ ଦେଖି। ସ୍ୱପ୍ନ ବି ସ୍ୱପ୍ନ ଦେଖିଲାଣି ଆଜିକାଲି ବାବୁ। ଜନ୍ମରୁ ସିନା ଏନ୍ତୁଡ଼ି ନିଆଁ ନଥିଲା, ବଞ୍ଚିବା ମୋହ ନଥିଲା, ହେଲେ ଏବେ ଜୁଇ ନିଆଁ ଆଉ ମୃତ୍ୟୁ ମୋହ ବହୁତ ମୋର। ଦେଇପାରିବ ବାବୁ ମୋତେ ଏ ଦୁଇଟିକୁ? ପାଖରେ ବସିଥିବା ବୁଢ଼ାଟି ସେତେବେଳକୁ ଶୁଣି ଶୁଣି କାନ୍ଦି ପକେଇଲାଣି। ହଇହୋ ବାବୁ, ଅଭାଗିନୀଟା ମନ ଖୋଲି ଆଜି ବହେ ଗପି ଦେଲାଣି। ତା ଛୁଆ ପାଇଁ କିଛି ଦେଇଯାଅ, ମୁଁ କାଲି ବଜାର ଯାଇ ସାର୍ଟ ଖଣ୍ଡେ କିଣି ଆଣିବି। ପିଲାଟି ପ୍ରଥମେ ନିଜକୁ ବିଶ୍ୱାସ କରିପାରିଲା ନାହିଁ। ପାଖକୁ ଯାଇ ଭଲ ଭାବରେ ଚାହିଁଲା, ଆଉ ଉଚ୍ଚ ସ୍ୱରରେ କହିଲା, ଆପଣ ଆପଣ ରଘୁନାଥପୁର ଗାଁର ସେଇ ରଞ୍ଜନ ସାର୍ ତ, ଯିଏ ଗାଁର ଭଲ ମନ୍ଦରେ ନିଶାବ କରନ୍ତି, ଅଚଳାଚଳ ସମ୍ପତ୍ତିର ମାଲିକ, 3 ପୁଅ 2 ଝିଅର ବାପା। ବୁଢ଼ାଟି କହିଲା, ମୋତେ କେମିତି ଚିହ୍ନିଲେ ବାବୁ? ମୁଁ ତ ଆଜିକୁ 8 ବର୍ଷ ହେଲା ଗାଁ ଛାଡ଼ିଲିଣି। ଯୁବକ ଜଣକ ସେଇଠୁ କହିଲେ, ଆଜିକୁ 18 ବର୍ଷ ତଳେ ବିନା କାରଣରେ ପତିହରା ଇନ୍ଦୁମତୀର 2 ଡିସମିଲ ଘରଟିକୁ ନେଇ ରାଜରାସ୍ତାକୁ ପଠେଇଥିବା ଇନ୍ଦୁମତୀର ପୁଅ ମୁଁ। ଚିହ୍ନି ପାରୁଛନ୍ତି ସାର୍? ଖୁସିରେ ମା ମୋର ନାଁ ରଖିଥିଲା କହ୍ନେଇ। ମୁଁ ସେଇ କହ୍ନେଇ ସାର୍, ମୁଁ ସେଇ କହ୍ନେଇ। ତୁମେ ଇନ୍ଦୁମତୀର ପୁଅ କହ୍ନେଇ? ସତରେ ବାବୁ, ତୁମେ କଳା କାହ୍ନୁ। ଆକାଶର ଜହ୍ନ ପୋଛି ଦେଲେ ଯେମିତି ପୋଛି ହୁଏ ନା, ଚାନ୍ଦର ଦାଗକୁ ପୋଛିବାର ଦୁର୍ବାର ପ୍ରୟାସ ଆଜି କଳଙ୍କ ଟୀକା ପାଲଟି ଯାଇଛି ବାବୁ। ସାର୍ଙ୍କର ଏ କଥା କହୁଥାନ୍ତି ଯୁବକ ଜଣକୁ। ସେତେବେଳେ ସିନା ଇନ୍ଦୁମତୀକୁ ବେଘରିଆ କରି ରାବଣ ହସ ହସୁଥିଲି। ଏଇ ରାକ୍ଷସ ଔରସରୁ ଜାତ ସମସ୍ତେ ଆଜି ନରରାକ୍ଷସ ହୋଇ ସମ୍ପତ୍ତିର ମୋହରେ ମହାଚ୍ଛନ୍ନ ହୋଇ ରାଜରାସ୍ତାକୁ ପେଲି ଦେଇଛନ୍ତି। ମୋ କୃତକର୍ମର ପ୍ରାୟଶ୍ଚିତ କରୁଛି ବାବୁ ମୁଁ। ସତରେ ଉପର ବରଡ଼ାଟା ସବୁବେଳେ ଉପରେ ନଥାଏ, କି ସେ ହସ ସବୁବେଳେ ସ୍ଥାୟୀ ନଥାଏ। ବଳ ବୟସ ହଟିଗଲେ ଆଉ ନିୟତିର ନିୟମରେ ନିଶ୍ଚୟ ଦିନେ ନା ଦିନେ ତଳକୁ ଆସେ, ଆଉ ତଳକୁ ଆସି ପୁଣି ହସ ଲିଭି ଲୁହ ଜକେଇ ଆସେ ଏ କ୍ରୋଟରାଗ୍ରତ ଚକ୍ଷୁରେ। ମା କେମିତି ଅଛନ୍ତି ବାବୁ? ମା କେମିତି ଅଛନ୍ତି ବାବୁ? କହିବ ଏ ବୁଢ଼ାଟାର ଦୋଷ କ୍ଷମା କରିଦେବେ। ଯୁବକ ଜଣକ ସବୁ କିଛି ଶୁଣି କହିଲେ, ଶୁଣନ୍ତୁ ସାର୍, ସେ ଗାଁରୁ ଫେରିବା ପରେ ପାଖ ଗାଁକୁ ଆସି ଜଣେ ବାବୁଙ୍କ ଘରେ ମା ମୋର ବାସି ପାଇଟି କଲେ। ସେ ଘରର ସ୍ୱାମୀ ସ୍ତ୍ରୀ ଓ ପୁଅଟିଏ। ତାଙ୍କର ଆମେରିକାର ବିବାହ କରି ରହୁଥିଲେ ପୁଅ ଜଣକ। ତେଣୁ ତାଙ୍କର ସମସ୍ତ କାମ ବୋଲହାକ ମା ଆଉ ମୁଁ କଲୁ। ଆଗେ ବାବୁ ସାଆନ୍ତେ ଚାଲିଗଲେ, ସେତେବେଳେ ବି ପୁଅ ଆସିଲେ ନାହିଁ। ମା ସାଆନ୍ତାଣୀ ବାବୁଙ୍କୁ ଝୁରି ଝୁରି ଦିନ କେଇଟାରେ ଚାଲିଗଲେ। ଯିବା ଆଗରୁ ତାଙ୍କର କିଛି ସମ୍ପତ୍ତି ମୋ ନାଁରେ କରିଗଲେ। ସେହି ସମ୍ପତ୍ତିର ଦେଖାରଖା ଏବେ କରୁଛି ବାବୁ। ତାଙ୍କ ପୁଅ ଆସିଲେ ଦେଇ ଦେଇ ମୁଁ ଋଣମୁକ୍ତ ହେଇଯିବି, ଆଉ ମୋ ମା ମଧ୍ୟ ଋଣମୁକ୍ତ ହେଇଯିବେ। ସେଇଠି ଭଲରେ ଗଣ୍ଡେ ଖାଇ ପାଠ ପଢ଼ି ଆଜି ମୁଁ ଗୋଟିଏ ସରକାରୀ ଅଫିସରେ ଚାକିରି କରୁଛି। ପ୍ରତ୍ୟେକ ମାସ କିଛି ଦରମା ଟଙ୍କାରେ ମୋ ଭଳି ଅସହାୟଙ୍କୁ ପ୍ରତି ସନ୍ଧ୍ୟାରେ ସହଯୋଗ କରିବାକୁ ଧାଇଁ ଆସେ। ସାର୍ ଏତକ ଶୁଣି କହିଲେ, ଭଗବାନ ତୁମର ମଙ୍ଗଳ କରନ୍ତୁ ବାବା। ଏମିତି ମହତ ଚିନ୍ତା ସବୁ ପୁଅକୁ ଦିଅନ୍ତୁ ଭଗବାନ। ଆଉ ଗୋଟିଏ କଥା ସାର୍, ମୋ ମା ସାଆନ୍ତାଣୀଙ୍କ ଭଳି ମହତ ଚିନ୍ତା ବି ସବୁ ବାପା ମାଙ୍କ ମୁଣ୍ଡରେ ରହୁ। ନହେଲେ ମୁଁ କିଏ, ନା ଆଜିର ଏ ଚାକିରି କିଏ? ତାଙ୍କରି ଦୟାରେ ଆଜି ମୁଁ ମୁଣ୍ଡ ଉପରେ ଖଣ୍ଡେ ଚାଳ ପାଇଛି। ଆପଣ ଆମକୁ ବେଘରିଆ କରିଥିଲେ ବୋଲି ମହାପ୍ରଭୁ ମଜବୁତ ଘର ଖଣ୍ଡେ ଦେଇଦେଲେ। ଆସନ୍ତୁ ସାର୍, ମୋ ସହ ଆପଣ ମଧ୍ୟ ଆମ ଘରକୁ ଯିବେ। ସାର୍ ଆସନ୍ତୁ। ହାତ ଧରି ଯୁବକଟି ସାର୍ଙ୍କୁ ଟାଣିଲା। ଅମଙ୍ଗ ହୋଇ ହୋଇ ଯୁବକ ସହ ବୁଢ଼ା ବାବୁ ଗଲେ। ବହୁତ ବହୁତ ଧନ୍ୟବାଦ। ମୋର ଗଳ୍ପର ଶୀର୍ଷକ ଥିଲା ଉପର ବରଡ଼ା ହସୁଛି।
ସମସ୍ତେ ତ ମୁଁ ଜାଣିଥିଲି ନା, ମୁଁ ଆପଣଙ୍କୁ ଆଗରୁ କହିଥିଲି ଅପାଙ୍କ ଗଳ୍ପଟା ନିଶ୍ଚୟ ଭଲ ଲାଗିବ, କିନ୍ତୁ ଆଜି ପ୍ରତ୍ୟେକ ଗଳ୍ପ ବହୁତ ମନଛୁଆଁ ଲାଗିଛି। ସେଇଭଳି ଅପାଙ୍କ ଗଳ୍ପଟି, ସେଥିରେ ମୋର ମନେ ପଡିଗଲା ଏଇ 6 ମାଣ 8 ଗୁଣ୍ଠ କଥା। ସେଇଟା ଗୋଟେ ନିଆରା ଉପନ୍ୟାସିକ ପ୍ରଣତି ମହାପାତ୍ର ତାଙ୍କ ନିଆରା ଶୈଳୀରେ ଏଇ ଗଳ୍ପଟି ରଚି ଦେଇଛନ୍ତି। ମଙ୍ଗରାଜ ସବୁବେଳେ ଏମିତି ହାରିବ, ସବୁବେଳେ ଏମିତି ହଇରାଣ ହବ, ଆଉ ସବୁବେଳେ ଏମିତି ଧନ୍ଦି ହଉଥିବ। ଯାହା ହଉ ମଙ୍ଗରାଜକୁ କେହି ମିଳି ନଥିଲେ ଯିଏ ତା ହାତ ଉଠେଇ ତାକୁ ଆଗକୁ ନେଇ ପାରିଥିଲା, କିନ୍ତୁ ତାଙ୍କୁ ମିଳିଯାଇଛି। ତା ବହୁତ ସୁନ୍ଦର ବାର୍ତ୍ତା ସହ ଗଳ୍ପଟି ଶେଷ ମଧ୍ୟ ବହୁତ ସୁନ୍ଦର ଥିଲା। ଆପଣଙ୍କୁ ବହୁତ ବହୁତ ସାଧୁବାଦ ଜଣାଉଛି। ଆପଣଙ୍କ ଚଲାପଥ କୁସୁମିତ ହଉ। ଜୟ ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ। ବନ୍ଧୁ ମିଳନ। ଆଗରୁ ବନ୍ଧୁ ମିଳନ ପର୍ବ ପ୍ରାୟ ଚାଲି ନଥାଏ। ଦୀର୍ଘ 40 ବର୍ଷ ପରେ ବିଦ୍ୟାଳୟରେ ପଢୁଥିବା ପିଲାମାନେ ମନ କଲେ ଏ ବର୍ଷ ବନ୍ଧୁ ମିଳନଟା ଅନ୍ୟମାନଙ୍କ ପରି ଆମେ ମଧ୍ୟ କରିବା। ସମସ୍ତେ ଖୁସିରେ ହଁ କରିଦେଲେ। ବହୁତ ବର୍ଷ ହେଲା ଦେଖା ହୋଇନଥିବା ସାଙ୍ଗମାନେ କିଏ କେଉଁଠି କିପରି ରହୁଛନ୍ତି, ମନରେ ଅହେତୁକ ଭାବନା ଜାଣିବାର ଉତ୍ସୁକତା ମନକୁ ସେହି ପିଲାଦିନକୁ ନେଇଗଲା ମଞ୍ଜୁସାର। ପିଲାଦିନର ବୋହୁ ବୋହୁକା ଚାରିକଣିଆ ବିଛି ରିଙ୍ଗବଲ ଠାରୁ ଆରମ୍ଭ କରି ଶିକ୍ଷକଙ୍କ ମାଡ଼ ସହ ଲୁଚି କରି କ୍ଲାସ ବନ୍ଦ କରି ବିଦ୍ୟାଳୟ ପଛପଟେ ଠିଆ ହୋଇ ବାରମଜା ଖାଇବାର ମଜା ଇତ୍ୟାଦି ମନେ ପକାଇ ମନ ଭିତରେ ଆନନ୍ଦର ଲହରୀଟି ଉଙ୍କି ମାରୁଥିବାର ଉପରକୁ ବେଶ ଜଣା ପଡି ଯାଉଥାଏ। ଝିଅ ଦେଖି କହିଲା, ମମି କଣ ପାଇଲୁ କି? ଆଜି ତ ବେଶ ଖୁସି ଜଣା ପଡୁଛୁ। କିଛି ନାହିଁ କହି ଚା କରିବାକୁ ଯାଉଥିବା ମଞ୍ଜୁଷା ସ୍ୱାମୀଙ୍କ ଆଡକୁ ଟିକେ ନଜର ପକାଇ ଦେଲା। ସେ ମଧ୍ୟ ତାର ଖୁସିକୁ ଉପଭୋଗ କରୁ କରୁ କହିଲେ, କିଛି ଖୁସି ଖବର ଅଛି କି? କହିଲା, ନାଇଁ ମ, ଆମ ବିଦ୍ୟାଳୟର ବନ୍ଧୁ ମିଳନ ପର୍ବ କରିବା ପାଇଁ ଫୋନ ଆସିଥିଲା ତ, ତେଣୁ ପିଲାଦିନ ମନେ ପଡିଗଲା। ସେମାନେ ଡିସେମ୍ବର 25କୁ ଡାକୁଛନ୍ତି। ଆମେ ଟିକେ ଯିବା, ଆଦୌ ମନା କରିବନି। ମୋର ସବୁ ସାଙ୍ଗମାନେ ଆସିଥିବେ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହ। ଆମେ ସମସ୍ତେ ଯିବା। ଆସ୍ତେ ବାଏ ବାଏ କରିଦो ସମସ୍ତଙ୍କୁ। ଏଇ ପ୍ରଣତି ଦେଖ ନାତିକି ବାଏ କରୁଛି। ଆସ୍ତେ ଆସ୍ତେ ସେଇଦିନ ପାଖେଇ ଆସିଲା। ସାଙ୍ଗ ହୋଇ ବାହାରି ଗଲେ ପରିବାର ଯାକ ଗାଁକୁ। ସେହି ପ୍ରିୟ ଗାଁ, ଯେଉଁଠି ଜନ୍ମଭୂମି ଓ ଯାହା କୋଳରେ ଡିଆଁ ଡେଇଁ ନାଚ କୁଦ, ରଜ ଦୋଳି ଓ କୁମାର ପୂର୍ଣ୍ଣିମା ଓ ବିଦ୍ୟାଳୟର ନାଚକୁଦ ଥିଏଟର ଇତ୍ୟାଦି। ପାଦ ଦେଉ ଦେଉ ଇଚ୍ଛା ତ ହେଉଥାଏ ଦୌଡ଼ି ଦୌଡ଼ି ଗାଁର ସବୁ ସାହି ପ୍ରଦକ୍ଷିଣ କରି ଗୋଟି ଗୋଟି କରି ପ୍ରତ୍ୟେକ ଘରର ସମସ୍ତଙ୍କୁ ଦେଖା କରି ଆସିବା ପାଇଁ। କିନ୍ତୁ ଶକ୍ତି ଓ ସମୟ ସାଥ ଦେଉନଥାଏ। ବିଦ୍ୟାଳୟରେ ପହଞ୍ଚି ଦେଖିଲା ବେଳକୁ ପ୍ରିୟଜନ ମାନଙ୍କୁ ଚିହ୍ନିବା ମଧ୍ୟ କଷ୍ଟ ହୋଇ ପଡୁଥାଏ। ଚୁଟି ଧଳା, କିଏ ପତଳା, କିଏ ମୋଟା, କାହାର ପେଟ ବାହାରିଛି, ତେଣୁ ନାଁ କହିଲେ ମଧ୍ୟ ଚିହ୍ନିବା କଷ୍ଟ ହୋଇଯାଉଥାଏ। ବହୁତ ଦିନର ଅବ୍ୟକ୍ତ ଭାଷାକୁ ବ୍ୟକ୍ତ କରି ଅତ୍ୟନ୍ତ ଆନନ୍ଦ ଅନୁଭବ ହେଉଥାଏ। ତା ସାଙ୍ଗକୁ ପିଲାଦିନର ସେହି ସରସ୍ଵତୀ ପୂଜା ଫିଷ୍ଟ, ଭାତ ଡାଲମା, ଖଟା ଖିରି, ଆଳୁ ବନ୍ଧାକୋବିର ବାସ୍ନା ମହମହ ହୋଇ ମନକୁ ପ୍ରଫୁଲ୍ଲିତ କରିଦେଉଥାଏ। ତା ସାଙ୍ଗକୁ ମାଇକିର ସେହି ପୁରୁଣା ଗୀତ ରଙ୍ଗବତୀ ରଙ୍ଗବତୀ ମନକୁ ପୁରା 14-15 ବର୍ଷକୁ ଫେରାଇ ନେଇଥାଏ। ସାଙ୍ଗ ମଧ୍ୟ କିଏ ଆମେରିକା ତ କିଏ ଜାପାନ, କିଏ ବାଙ୍ଗାଲୋର, କଟକ, ଭୁବନେଶ୍ୱର, ପୁରୀ ଇତ୍ୟାଦି ଇତ୍ୟାଦି। ଖାଇ ପିଇ ନାଚି କୁଦି ସାରି ସମସ୍ତେ ମନ କଲେ, କଣ କଲେ ଆମେ ସମସ୍ତେ ଏକାଠି ରହିପାରିବା। ସମସ୍ତଙ୍କର ପିଲାମାନେ ବାପା ମାଙ୍କୁ ଛାଡି ଦୂରକୁ ପଳାଇ ଗଲେଣି। ସେମାନେ ତ ଫେରିବା ସମ୍ଭବ ନୁହେଁ। ଆମେ ସମସ୍ତେ କିଛି କିଛି ଅର୍ଥ ଦେଇ ଏଠାରେ ଗୋଟିଏ ବୃଦ୍ଧାଶ୍ରମ ତିଆରି କରିବା, ଯାହା ଫଳରେ ଆମେ ଏଠି ଏକାଠି ଚଳିପାରିବା। ଗାଁରେ ଥିବା 8-10 ଜଣ ପିଲା କହିଲେ, ଆମର ଏତେ ସମ୍ବଳ ନାହିଁ, ଆମେ ଦେଇପାରିବୁନି। କିନ୍ତୁ ଗୋଟିଏ ପିଲା କହିଲା, ମୁଁ ଆମେରିକାରେ ଅଛି, ସମସ୍ତ ଅର୍ଥ ମୁଁ ବିନିଯୋଗ କରିବି, କିନ୍ତୁ ତୁମେ ମାନେ ବୁଝାବୁଝି କରି ଘର ତିଆରି ଆରମ୍ଭ କର। ଯେପରି ମାତ୍ର 2 ବର୍ଷ ଭିତରେ ସବୁ ତିଆରି ହୋଇଯିବ। ତୃତୀୟ ବର୍ଷକୁ ମୁଁ ସେ ସ୍ଥାନ ଛାଡି ପଳାଇ ଆସିବି। ଏଠି ସମସ୍ତେ ଏକାଠି ରହିବା, ଆଉ ଆମ ବୃଦ୍ଧାଶ୍ରମର ନାମ ଦେବା ଆମ ପରିବାର। ଜୟ ଜଗନ୍ନାଥ। ମୋ ଗଳ୍ପ ଏତିକି। ବହୁତ ବହୁତ ଧନ୍ୟବାଦ। ସତରେ ଆପଣଙ୍କର ସ୍ମୃତିର ରୋମ ମନ୍ଥନ ବି ବହୁତ ସୁନ୍ଦର, ଆଉ ଗଳ୍ପର ଶେଷ ମଧ୍ୟ ବହୁତ ଭଲ ଥିଲା। ବହୁତ ମୁଁ ପ୍ରକାଶ କୁମାର ମିଶ୍ର ଆଜି ପ୍ରଭୁଙ୍କ ପୟରେ ମଥାନତ କରି ସାହିତ୍ୟିକ କବିବନ୍ଧୁ ପରିବାରର ଆଜି ପାଠ କରିବାକୁ ଯାଉଛି। ମୋର ଏକ ସତ୍ୟ ଘଟଣା ଉପରେ ଆଧାରିତ ଗୋଟେ ଛୋଟିଆ କାହାଣୀ। ଶୀର୍ଷକ, ଗଧ ପିଠିରେ ମାଛି।
ସବୁଦିନ ପରି ନଟିଆ ଆଉ ବିଦ୍ୟା ଦୁଇ ଜଣ ଆଈମା ପାଖରେ ଗପ ଶୁଣୁଥିଲେ। ମଝିରେ ମଝିରେ ବିଦ୍ୟା ନଟିଆ ଉପରେ ହାମୁଡ଼େଇ ପଡୁଥାଏ। ଏହା ଦେଖି ଆଈମା କହିଲେ, କିରେ ବିଦ୍ୟା, ତୁ ଏମିତି ଗଧ ପିଠିରେ ମାଛି ଭଳିଆ କଣ ବସି ପଡୁଛୁ? ବିଦ୍ୟା କିଛି ବୁଝିପାରିଲାନି। କହିଲା, ଆଈ, ଏ ଗଧ ପିଠିରେ ମାଛି ମାନେ କଣ? ଆଈ କହିବା ଆରମ୍ଭ କରିଦେଲା, ଜାଣିବ ଯଦି ମନ ଦେଇ ଶୁଣ ସମସ୍ତେ। ଏଇ ବିଷୟରେ ଗୋଟିଏ ପୁରୁଣା ଗପଟିଏ କହୁଛି ମୁଁ। ବୁଦ୍ଧିଆ ସିଂ ବୋଲି ଭୁବନେଶ୍ୱରର ଝୁମ୍ପୁଡ଼ି ବସ୍ତିରେ କଅଁଳିଆ ଶିଶୁଟିଏ ଥାଏ। ତାର ମା ପର ଘରେ କାମ କରି ଘର ଚଳାଏ। ବାପା କୁଲି କାମ କରି ଯାହା ଆଣେ ତାର ସିଏ ମଦ ପିଇ ମାତାଲ ହୋଇ ବୁଲୁଥାଏ, ନହେଲେ ଯୁଆଡାରେ। ବିଚରା ବୁଦ୍ଧିଆ ବସ୍ତି ପିଲାଙ୍କ ସହିତ ଖେଳି ବୁଲି ଏହିପରି ଗଧ ବସ୍ତିରେ ବସି ଏହାକୁ ବୁଝାଇବ କିଏ? ତାର ମୁଣ୍ଡକୁ ବୁଦ୍ଧିଟିଏ ଆସିଲା। ଭାବିଲା, ଗଧ ପିଠିରେ ମାଛି ହୋଇ ଲାଉ ହୋଇ ବସିବାକୁ ପଡିବ ଓ ତାକୁ କର୍ଣ୍ଣ ମନ୍ତ୍ର ଦେଇ ବୁଝାଇବାକୁ ପଡିବ। ହେଲେ କିଏ ହେବ ଏଇ ଗଧ? ବୀରେନ୍ଦ୍ର ଦାସ ବୁଦ୍ଧିଆ ସିଂହର ବାପାକୁ ମଦ ପିଆଇ ତା ସହିତ ଦୋସ୍ତି କରି ତାରି ପିଠିରେ ମାଛି ପରି ବସିଲା ଏବଂ ତାରି ସହାୟତାରେ ତାଙ୍କ ଘରେ ଗଲା। ଏମିତି କେତେ ଥର ଯିବା ଆସିବା ପରେ ତାଙ୍କ ଘରେ ଓ ସାହି ପଡିଶାରେ ଜଣାଶୁଣା ହୋଇଗଲା। ତାପରେ ବୁଦ୍ଧିଆର ମା ସାଥିରେ କଥା ହୋଇ ତାକୁ ବିନା ପଇସାରେ ବୁଦ୍ଧିଆର କୋଚିଂ ଦାୟିତ୍ୱ ନେବା ପାଇଁ କହି ତାକୁ ଗୋଟିଏ କୁନି ଧାବକ ଭାବରେ ଗଢି ତୋଳିବାକୁ କହିଲା। ପ୍ରଥମେ ତ ତାର ମା ରାଜି ହେଉନଥିଲା, କିନ୍ତୁ ବିରଞ୍ଚି ଦାସ ମାଛି ଭଳିଆ ତା କାନରେ ଗୁଣୁ ଗୁଣୁ ହୋଇ ଗୀତ ଗାଇବା ଛାଡ଼ିଲା ନାହିଁ। ଶେଷରେ ବିରଞ୍ଚି ଦାସ ଜିତିଗଲା ଆଉ ବୁଦ୍ଧିଆକୁ ନେଇ କୋଚିଂ ଦେଇ ଦୌଡେଇବାକୁ ଲାଗିଲା। ପ୍ରଥମେ ତାକୁ ପାଖ ପାଖରେ ଓ ପରେ ପରେ ରାଜ୍ୟରେ, ଦେଶରେ ଓ ଦେଶ ବାହାରେ ଦୌଡାଇ ଭଲ ନାଁ କମେଇଲା। ଏସିଆ ରେକର୍ଡ ଓ ଗିନିଜ୍ ବୁକ୍ ୱାର୍ଲଡ ରେକର୍ଡ ମଧ୍ୟ କରିଗଲା। ବିରଞ୍ଚି ଦାସ ବୁଦ୍ଧିଆ ପିଠିରେ ମାଛି ଭଳିଆ ଲାଉ ହୋଇ ଖୁବ୍ ପ୍ରସିଦ୍ଧ ହୋଇଗଲା ଏବଂ ପ୍ରତିଷ୍ଠା ଅର୍ଜନ କଲା। ହେଲେ ଏ ଗଧ ପିଠିରେ ମାଛିଟା ଲାଉ ହୋଇ କେତେ ଦିନ ବୁଲିବ? ଧୀରେ ଧୀରେ ବୁଦ୍ଧିଆର ମାକୁ ଶିଖାମତା କରି ଷଡ଼ଯନ୍ତ୍ରକାରୀ ମାନେ ବିରଞ୍ଚିର ବିରୋଧରେ ବହୁତ କଥା କହିଲେ। ବୁଦ୍ଧିଆ ସିଂହର ମାଟି ସେମାନଙ୍କ କଥାରେ ଭଳିଗଲା। ଭାବିଲା, ସତରେ ତ ମୋର ପୁଅ ଟଙ୍କାରେ ବିରଞ୍ଚି ଦାସଟା ମାଲାମାଲ ହେଉଛି। ମୋ ପୁଅ ବୁଦ୍ଧିଆ ତ ଦୌଡୁଛି। ଏବେ ଆଉ ଏ ମାଛିର ଆବଶ୍ୟକ କଣ? ଏହାକୁ ଘୋଡେଇବାକୁ ପଡିବ। ସତକୁ ସତ ସେଇଆ ହେଲା। କିଛି ଦିନ ପରେ ବିରଞ୍ଚି ଦାସର ହତ୍ୟା ହେଲା ଏବଂ ବୁଦ୍ଧିଆର ଆଉ ସେ ପୁରୁଣା ରେକର୍ଡ ଉଇ ଖାଇବାକୁ ଲାଗିଲେ। କିଛି କାମ କରୁନି ଆଉ। ଗଧଟା ଯେଉଁ ଘୋଡା ଭଳିଆ ଦୌଡୁଥିଲା, ସେ ଏବେ ସେସବୁ ଭୁଲି ଯାଇ ଯେଉଁ ଗଧକୁ ସେଇ ଗଧ ହୋଇ ରହିଗଲା। ହେଲେ ଗଧ ପିଠିରେ ଗୁଣୁ ଗୁଣୁ ହୋଇ ପ୍ରେରଣା ଦେଉଥିବା ମାଛି ବିରଞ୍ଚି ଦାସଟା କୁଆଡେ ଉଡ଼ିଗଲା ତାର ଆଉ ଠିକଣା ନାହିଁ। ଯାହାକୁ ଭଗବାନ ଗଧ କରି ଜନ୍ମ ଦେଇଛନ୍ତି, ସେ କଣ ଘୋଡା ହେଇପାରିବ? ଗଧ ପିଠିରେ ମାଛି ହୋଇ ବସି ବସି ତାର କାନରେ ଗୁଣୁ ଗୁଣୁ ସ୍ୱରରେ ଯେତେ ମନ୍ତ୍ର ଫୁଙ୍କିଲେ ଲାଭ କଣ? ଆଉ ଗପଟି କହିସାରି ପଚାରିଲା, ବୁଝିଲୁ ବିଦ୍ୟା, ନଟିଆଟା ଗୋଟାଏ ଗଧ। ନଟିଆ ପିଠିରେ ଲାଉ ହେବା ଛାଡ଼ିଦେଇ ତୁ ଆମର ଭଲ ପାଠ ପଢି ଭଲ ମଣିଷ ହୁଅ। ସେ ଗଧ ପିଠିରେ ମାଛି ହୋଇ ବସି ତାର କାନରେ ଯେତେ ମନ୍ତ୍ର ଫୁଙ୍କିଲେ ତୋର କିଛି ଲାଭ ହେବନି, ତାର ବି ହେବାର ନାହିଁ। ସେ ଗଧ ପରା 2 ମିନିଟ ଗପ ଶୁଣିଥିବ କି ନାହିଁ ଶୋଇକି ଘୁଙ୍ଗୁଡି ମାରିବ। ତାକୁ କାହିଁକି ସାଙ୍ଗରେ ନେଇକି ଆସୁଛୁ ଓ ତା ପିଠିରେ ଲାଉ ହେଉଛୁ? ତାର ପିଠିରେ ତୁ ଏବେ ଲାଉ ହେଉଛୁ ଏବଂ ଆଉ ଟିକେ ଗଲେ ତାକୁ ଲାଉ କରି ତୋତେ ନେଇ ତାର ଘରେ ଛାଡିବାକୁ ପଡିବ। ସେଇଟା ମଣିଷ ହେବନି। ସବୁ କୁତା ଯଦି ଗଙ୍ଗା ସ୍ନାନ କରିବେ, ତେବେ ଖଲି କିଏ ଚାଟିବ? ସମସ୍ତେ ଠୋ ଠୋ ହୋଇ ହସୁଥିଲେ। ଆଈ ବୁଢୀ ମଧ୍ୟ ସମ୍ଭାଳି ନ ପାରି ତାର ପାକୁଆ ପାଟିରେ ହସିଦେଲା ଆଉ କହିଲା, ଖାଲି ହସିଦେଲେ ହେବନି ପିଲେ, ଏକଥା ମନେ ରଖିବ ଯେ ଜୀବନରେ ମାଛି ଭଳିଆ ଗୁଣୁ ଗୁଣୁ ହୋଇ ମନ୍ତ୍ର ଫୁଙ୍କି ଫୁଙ୍କି ଗଧକୁ ଘୋଡା କରୁଥିବା ଗୁରୁଙ୍କର କେବେ ହେଲେ ନିନ୍ଦା କରିବ ନାହିଁ। ତାଙ୍କର ଆଶୀର୍ବାଦ ଥିଲେ ଗଧଟା ଘୋଡା ଓ ଅଭିଶାପରେ ଘୋଡାଟା ପୁଣି ଗଧ ହୋଇଯାଏ। ଧନ୍ୟବାଦ।
ଶୁଭୁଛି ନା? ଆଜ୍ଞା ଆଜ୍ଞା। ଶୁଭୁଛି। ଆଚ୍ଛା, ମୋର ଗଳ୍ପ ଶୀର୍ଷକ ହେଲା ସାମାଜିକ ସୁରକ୍ଷା। ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା। ସେଦିନ ଗୋବିନ୍ଦ ସାର୍ ଶ୍ରେଣୀରେ ପିଲାମାନଙ୍କୁ ପଚାରିଲେ, କହିଲ ପିଲାଏ, ଆମ ପରିବେଶକୁ ଆମେ କିପରି ପରିଷ୍କାର ପରିଚ୍ଛନ୍ନ ରଖିପାରିବା? ଯିଏ କହିବ ହାତ ଟେକ। ରାଜୁ କହିଲା, ସାର୍ ମୁଁ କହିବି। ସାର୍ କହିଲେ, କହ। ରାଜୁ କହିଲା, ସାର୍ ସେଦିନ ଆମ ଗାଁକୁ ଗୋଟିଏ ପ୍ରଚାର ଗାଡି ଆସି ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା ଉପରେ କହୁଥିଲା। ମୁଁ ସବୁ ଶୁଣି ମନେ ରଖିଛି। ଆମେ ରହୁଥିବା ଚତୁଃପାର୍ଶ୍ୱ ହେଲା ଆମ ପରିବେଶ। ବର୍ତ୍ତମାନ ସମୟରେ ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ବଢି ଚାଲିଛି। ଆମେ ସବୁ ସଚେତନ ନହେଲେ ଏ ଜୀବ ଜଗତ ଦିନେ ନା ଦିନେ ନଷ୍ଟ ହୋଇଯିବ। ଆମର ବର୍ଜ୍ୟବସ୍ତୁକୁ ଏଠି ସେଠି ନ ପକାଇ ଅଳିଆ କୁଣ୍ଡରେ ପକାଇବା। ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ ରଖିବା। ଖୋଲା ଜାଗାରେ ମଳତ୍ୟାଗ ନ କରି ପାଇଖାନା ବ୍ୟବହାର କରିବା। ବାଣ ଫୁଟେଇବା ଦ୍ୱାରା ଶବ୍ଦ ଓ ବାୟୁ ପ୍ରଦୂଷଣ ହେଉଛି। ଆମେ ଦୀପାବଳିରେ ବାଣ ନ ଫୁଟାଇ ଦୀପ ଜଳାଇବା। ପ୍ରତ୍ୟେକ ଲୋକ ସପ୍ତାହରେ ଗୋଟିଏ ଦିନ ଗୋଟିଏ ଗଛ ଲଗାଇଲେ ପରିବେଶ ସୁସ୍ଥ ରହିବ। ବର୍ତ୍ତମାନ କଳକାରଖାନାରୁ ବାହାରୁଥିବା ବିଷାକ୍ତ ଧୂଆଁ ଓ ବର୍ଜ୍ୟବସ୍ତୁ ସବୁ ଆମ ପରିବେଶ ନଷ୍ଟ କରୁଛି। ନଦୀ ନାଳରେ ବର୍ଜ୍ୟବସ୍ତୁ ପକାଇବାରୁ ପାଣି ଦୂଷିତ ହେଉଛି। ଆମେମାନେ ସେହି ସବୁ ପାଣିକୁ ବ୍ୟବହାର କରିବା ଦ୍ୱାରା ମାରାତ୍ମକ ରୋଗରେ ପଡୁଛେ। ଯାନବାହନ ଚଳାଚଳ ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷଣ ବଳୟରେ ଅଛି। ଅଙ୍ଗାରକାମ୍ଳ ସୃଷ୍ଟି ହୋଇ ବାୟୁ ଦୂଷିତ ହେଉଛି। ଗଛ ଲଗାଇଲେ ଗଛ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଯୋଗାଇ ଦେବ, ଯାହା ଫଳରେ ଆମ ପରିବେଶ ସୁସ୍ଥ ରହିବ। ଗଛ ପାଇଁ ବର୍ଷା ହେଉଛି। ଜଙ୍ଗଲ ନଷ୍ଟ ହେବାରୁ ପୃଥିବୀର ତାପମାତ୍ରା ଦିନକୁ ଦିନ ଅସହ୍ୟ ହେଲାଣି। ଠିକ ସମୟରେ ବର୍ଷା ହେଉନାହିଁ। ତେଣୁ ଆମେ ପିଲାମାନେ କଥା ହେଉଥିଲୁ, ଏବେ ବିଦ୍ୟାଳୟରେ ଯେଉଁ ଦିନ ଛୁଟି ଦିଆଯିବ, ଆମେ ସବୁ ମିଶି ଆମ ଗାଁର ଯେତେକ ପଡିଆ ରହିଅଛି ସେଥିରେ ବୃକ୍ଷରୋପଣ କରିବୁ। ଆମ ପରିବେଶ ସୁରକ୍ଷା ରହିବା ସହିତ ଜୀବନ ମଧ୍ୟ ରକ୍ଷା ହୋଇଯିବ। ସାର୍ କହିଲେ, ସାବାସ ରାଜୁ, ତୁମେ ପିଲାମାନେ ହେଲ ଦେଶର ଭବିଷ୍ୟତ। ତୁମେମାନେ ସଚେତନ ହେଲେ ପରିବେଶ ନିଶ୍ଚୟ ବଦଳିଯିବ। ଗଛ ଲଗାଇବା ଉତ୍ତମ କର୍ମ। ପାଠ ପଢିବା ସହିତ ଏଇ ସବୁ ଭଲ କାମ କରିଲେ ଦିନେ ନିଶ୍ଚୟ ତୁମେ ଭଲ ମଣିଷ ହେବ। ସରକାର ପ୍ରତି ବ୍ଲକରେ ବୃକ୍ଷରୋପଣ କରିବା ପାଇଁ ମାଗଣାରେ ଚାରା ଯୋଗାଇ ଦେଉଛନ୍ତି। ମୁଁ ବ୍ଲକକୁ ଯାଇ ତୁମ ପାଇଁ ଗଛ ନେଇ ଆସିବି। ଛୁଟି ଦିନରେ ମୁଁ ମଧ୍ୟ ତୁମ ସହିତ ଯାଇ ଗଛ ଲଗାଇବାରେ ସାହାଯ୍ୟ କରିବି। ସବୁ ପିଲାମାନେ କହିଲେ, ସାର୍ ଆମେମାନେ ସମସ୍ତେ ହାତରେ ହାତ ମିଶାଇ ବୃକ୍ଷରୋପଣ କରିବୁ। ଆମ ପରିବେଶ ସୁରକ୍ଷା ଆମ ହାତରେ ବୋଲି ଲୋକମାନଙ୍କୁ ସଚେତନ କରାଇବୁ। ଜୟ ଜଗନ୍ନାଥ। ଗଳ୍ପ କେମିତି ଲାଗିଲା ମୁଁ ନା ଜାଣିନି, କାଲି ରାତିରେ ଲେଖିଛି। କୋଉଠି? ପ୍ରକୃତରେ ପରିପକ୍ୱ ମଣିଷ ହିଁ ପରିପକ୍ୱ କଥା କହିପାରେ। ଯୋଉ ସୁନ୍ଦର ବାସ୍ତବାଦୀ ଗଳ୍ପଟି ଆପଣଙ୍କର ଥିଲା, ବହୁତ ବହୁତ ସାଧୁବାଦ ଜଣାଉଛି। ଆଉ ଗୋଟେ ଗଛ ଉପରେ ଗଳ୍ପ ଆସିଥିଲା, ଆଜି ଦିଟି ଗଛ ଉପରେ ଗଳ୍ପ ଆସିଛି। ଆପଣଙ୍କୁ ବହୁତ ବହୁତ ସାଧୁବାଦ। ସତରେ ବର୍ତ୍ତମାନ ସମୟରେ ଆମେ ଯୋଉ ପ୍ରଗତି ନାଁରେ, ଉନ୍ନତି ନାଁରେ ଗଛ ପରେ ଗଛ କାଟି ଚାଲିଛୁ, ତାହା ନିଶ୍ଚୟ ଆମକୁ ଭୟାନକ ବିପତ୍ତି ଆଡକୁ ଟାଣି ଆଣୁଛି। ଆପଣଙ୍କ ମୂଲ୍ୟବାନ ଗଳ୍ପଟି ପାଇଁ ଆପଣଙ୍କୁ ସାଧୁବାଦ ଜଣାଉଛି ମାଉସୀ। ପ୍ରଣାମ। ଜଗନ୍ନାଥ ଏମିତି ଏମିତି ଆପଣଙ୍କୁ ସଶକ୍ତ ରଖନ୍ତୁ। ଆପଣଙ୍କ ଚଲାପଥ କୁସୁମିତ ହଉ। ଜୟ ଜଗନ୍ନାଥ। ମୋର ଗଳ୍ପ ଲେଖିବାରେ ପ୍ରଥମ ପ୍ରେରଣା ପ୍ରଣତି। ମତେ ପ୍ରଥମରୁ କହିଲେ, ଅପା ତୁମେ ଲେଖ, ନିଶ୍ଚୟ ଭଲ ଗଳ୍ପ ଲେଖିପାରିବ। ମୁଁ କେବେ ଗଳ୍ପ ଲେଖିନି, ସବୁବେଳେ କବିତା ଲେଖେ। କରିଦେଲେଣି, ବହୁତ ଜଣଙ୍କୁ କବି କରିଦେଲେଣି। ଆଉ ଅପା ବୋଧେ ମୁଁ ସାହିତ୍ୟିକ। କବିତା ଲେଖେ, ଭଜନ ଲେଖେ, କବିତା ଲେଖେ, କିନ୍ତୁ ଗଳ୍ପ କେବେ ଲେଖେନି। ଏଇ ସାହିତ୍ୟିକ କବି ବନ୍ଧୁ ପରିବାରରେ ଗଳ୍ପ ହିଁ ଲେଖୁଛି। ଉପନ୍ୟାସ ବି କେତେ ଲେଖିଛି ଆଗରୁ, କିନ୍ତୁ ଗଳ୍ପ ଲେଖିନଥିଲି। ଗଳ୍ପ ମୋର ଏଇ ପ୍ରଥମ। ହଉ ଟିକେ ଠିକ ଅଛି। କରିଦେଲେ ଏମିତି ଜାରି ରହୁ। ଚାଲନ୍ତୁ ଆଗକୁ ଆଗେଇବା, ନହେଲେ ମୋ ଉପରେ ଛାଟ ବାଜିଯିବ। ଚାଲନ୍ତୁ ଆଗକୁ ଆଗେଇବା। ଏବେ ମୁଁ ସ୍ୱାଗତ କରିବି, ଅପା ପ୍ରଫୁଲ୍ଲ ଭାଇ ତ ଆସିନାହାନ୍ତି, ମୁଁ କିନ୍ତୁ ସମସ୍ତଙ୍କୁ ଡାକୁଛି ସିରିଏଲ ଅନୁସାରେ। ବୋଧେ କ୍ଷମା କରିବେ। ମୋ ଗଳ୍ପର ଶୀର୍ଷକ ହେଲା, ବାପା ମା ଯାହା କରନ୍ତି ପିଲାଙ୍କ ମଙ୍ଗଳ ପାଇଁ। ଆର୍ଥିକ ଅବସ୍ଥା ସେତେ ଭଲ ନଥିବା ଗୋଟିଏ ମଫସଲ ଅଞ୍ଚଳର ବାସ କରୁଥିବା ଗରିବ ପରିବାରଟିଏ। ପରିବାର କହିଲେ ବାପା ମା ଛୋଟ ପିଲାଟିଏ, ଅତି ଗେଲ ବସରିଆ ପିଲାଟି।
ଟିକେ ଅଝଟିଆ ସାଙ୍ଗକୁ ଚଗଲା ହୋଇଯାଇଥିଲା। ଚାଲିଗଲା ତ ବଡ଼ ହାତ ମାରିଦେବା ଭଳି ପିଲା ସେ। ପିଲାଟିର ନାଁ ସାରଥୀ। ଚତୁର୍ଥ ଶ୍ରେଣୀରେ ପାଠ ପଢ଼େ। ବାପା ମା ଭାରି ଗରିବ। ଦିନରେ ଓଳିଏ ଖାଇଲେ ତହିଁ ପରଦିନ ଓଳିଏ ଖାଇବା ସଂଗ୍ରହ କରିବା ପାଇଁ ତାଙ୍କ କଷ୍ଟ ହୋଇ ପଡୁଥିଲା। ଦିନକର କଥା, ସେଦିନ ଥିଲା ସାରଥୀର ଜନ୍ମଦିନ। ପୂର୍ବ ଦିନ ସାରଥୀକୁ ବାପା କହିଲେ, କାଲି ତୋର ଜନ୍ମଦିନ। ଆମର ତ ଯାହା ଅବସ୍ଥା, ନୂଆ ଖେଳଣା କିଣିବା ପାଇଁ ଆମର ପଇସା ନାହିଁ। ତୋ ମା ଯାହା ପିଠାପଣା କରିବେ ସେସବୁରୁ ଖାଇ ଖୁସିରେ ଜନ୍ମଦିନ ପାଳି ନେବୁ। ଆଉ କାଲି ତ ସ୍କୁଲ ମଧ୍ୟ ଛୁଟି ରହିବ। ତେଣୁ ବାହାରକୁ ନ ଯାଇ ଦୁଷ୍ଟ ପିଲାଙ୍କ ସହ ବଦମାସି ନ କରି ଘରେ ରହି ଚିତ୍ରାଙ୍କନ ଖାତାରେ ଇଚ୍ଛା ମୁତାବକ ଚିତ୍ର ଆଙ୍କିବୁ। ସାରଥୀ କହିଲା, ବାପା ମୋର କିଛି ଦରକାର ନାହିଁ। କାଲି ମୋର ଏତିକି ଅନୁରୋଧ ଯେ କାଲି ଦିନଟା ମତେ କିଛି କହିବେନି କି ଆକଟ ମଧ୍ୟ କରିବେନି। କାଲି ଦିନଟା ମୁଁ ଯାହା ଖୁସି ତାହା କରିବି। ଠିକ ଅଛି, କିନ୍ତୁ ବଦମାସି କରିବୁନି। ସକାଳ ହେଲା, ସାରଥୀ ବିଛଣାରୁ ଉଠି ଆଗ ନଈ କୂଳକୁ ଧାଇଁଲା। ନଈ କୂଳରେ ଯାଇ ପ୍ରଥମେ ଜାମୁ ଗଛରେ ଉଠି ଜାମୁକୋଳି ଖାଇଲା। ଜାମୁକୋଳି ଖାଇସାରି ଜାମୁ ଡାଳରେ ଦୋଳି ଖେଳିଲା। ଦୋଳି ଖେଳୁ ଖେଳୁ ଡାଳ ଭାଙ୍ଗିଗଲା। ସାରଥୀ ତଳେ ପଡ଼ିଗଲା। ଖଣ୍ଡିଆ ଖାବରା ହୋଇ ଉଠି ଆଜ୍ଞା ମତେ ଟିକେ ଦିଶୁନି। ଝାଡ଼ି ଝଡ଼ି ହୋଇ ଉଠି ସେ ଦେଖିଲା ଗୋଟେ କୁକୁରକୁ। ସେ ଭାବିଲା, ଏ କୁକୁରକୁ ମୁଁ ଆଜି ମାରିବି। ମାରିଲା ବେଳକୁ କୁକୁର ବୁଲି ପଡ଼ି ତାକୁ କାମୁଡ଼ିଦେଲା। ଯନ୍ତ୍ରଣାରେ କାନ୍ଦି କାନ୍ଦି ସେ ଘରେ ପହଞ୍ଚିଲା। ସେତିକି ବେଳେ ସେ ବୁଝିପାରିଲା ଯେ ବାପା ମା କାହିଁକି ଏତେ ନିଷ୍ଠୁର ହୋଇ ପିଲାଙ୍କୁ ଶାସନ କରନ୍ତି। ବାପା ମା ଯାହା କହନ୍ତି ଆଉ ଯାହା କରନ୍ତି ସବୁ ପିଲାଙ୍କ ମଙ୍ଗଳ ପାଇଁ କରନ୍ତି। ତେଣୁ ବାପା ମାଙ୍କୁ ଓ ଗୁରୁଜନଙ୍କ କଥା କେବେ ହେଲେ ତଳେ ପକାଇବା ଉଚିତ ନୁହେଁ। ବାପା ମା ଓ ଗୁରୁଜନ ପ୍ରତି ଭକ୍ତି କଲେ ଭଗବାନ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କ୍ଷମା କରିବେ ଆଜ୍ଞା। ବହୁତ ବହୁତ ଧନ୍ୟବାଦ ଆପା। ନିଶ୍ଚୟ ଅପାଙ୍କ ପ୍ରୟାସରେ ଆପଣ ବି ଆଜି ଗାଳ୍ପିକା ସାଜିଛନ୍ତି, ମତେ ଯାହା ଜଣା ପଡୁଛି। ବହୁତ ସୁନ୍ଦର କଥାଟି। ବାପା ମାଙ୍କର ଗାଳିଟା ସେଟା ଆମ ପାଇଁ ଆଶୀର୍ବାଦ ସଦୃଶ୍ୟ। ଆଉ କଥାରେ ବି କୁହନ୍ତି, ମା ଗାଳି। ଚେଷ୍ଟା କଲି ଗପଟେ ଲେଖିବା ପାଇଁ। ତାର ଭଲ ମନ୍ଦ କଥା ଆପଣ ବିଚାର କରିବେ। ଏବଂ ମୋର ଟିକେ ଲେଖା ଲେଖିରେ ମୁଁ ଟିକେ ନିରୁତ୍ସାହିତ ହୋଇ ବସିଲିଣି। ତାର କାରଣ ହେଉଛି, ଯେତେ ଲେଖା ଆମେ ଲେଖିଲେ ବି ଆମେ ପାଠକ ପାଉନାହୁଁ। ଆଗ୍ରହୀ ପାଠକ ଅଭାବରୁ ନିରୁତ୍ସାହିତ ଲାଗୁଛି। ମୁଁ ମୋର ସାଙ୍ଗସାଥୀଙ୍କୁ, ମୋର କ୍ଲାସମେଟ୍ ମାନଙ୍କୁ ମୁଁ ଯଦି ଦେଖେଇଲି, ସେମାନେ ଗୋଟେ ଲଘୁ ମନ୍ତବ୍ୟ ଦେଇଦିଅନ୍ତି, ବଢ଼ିଆ ହେଇଛି। ବେଶ ଟିକେ ପଢ଼ିବା ଦେଖିବା ବୋଲି କେହି କହନ୍ତି ନାହିଁ। ଥରେ ଶୁଣିଲେ ଭଲ ହେଇଛି ବୋଲି କହନ୍ତି। ତେଣୁ ନିରୁତ୍ସାହିତ ଲାଗେ। ତେଣୁ ଆଜି ଯେଉଁ ସୁଯୋଗଟା ଦେଇଛନ୍ତି ପ୍ରଣୀତି ଭଉଣୀ, ସେଥିପାଇଁ ମୁଁ ଆମ ସାହିତ୍ୟିକ କବିବନ୍ଧୁ ପରିବାରକୁ ଏବଂ ପ୍ରଣୀତି ଭଉଣୀକୁ, ଦେବେନ୍ଦ୍ର ଭାଇଙ୍କୁ, ପ୍ରଫୁଲ୍ଲ ଦାସ ମହାଶୟ, ଯେତେ କର୍ମକର୍ତ୍ତା ଅଛନ୍ତି ସମସ୍ତଙ୍କୁ ମୁଁ କୃତଜ୍ଞତା କରୁଛି ଏବଂ ବିନମ୍ର ପ୍ରଣାମ ଜଣାଉଛି। ମୋର କବିତାର ଶୀର୍ଷକ ହେଲା ଖାଦ୍ୟ। ଗୁରୁ ଡାକିଲେ ପିଲାଙ୍କୁ, ଆସ ଆସ ପିଲାମାନେ, ଆସ ଆସ। ପ୍ରଣାମ ଗୁରୁଦେବ, ଆୟୁଷ୍ମାନ ଭବ। ପ୍ରଣାମ ଗୁରୁଦେବ, ଯଶସ୍ୱୀ ଭବ। ପ୍ରଣାମ ଗୁରୁଦେବ, ବିଦ୍ୟାଲାଭ ଭବ। ଏହିପରି ସମସ୍ତେ ଗୁରୁଙ୍କୁ ସଭକ୍ତିକ ପ୍ରଣାମ କରି ଚାଲିଲେ। ଗୁରୁଦେବ ସ୍ନେହରେ କଲ୍ୟାଣ କରି ଚାଲିଲେ। ସମସ୍ତ ଶିଶୁ ପହଞ୍ଚିଗଲେ। ଗୁରୁଦେବ ସମସ୍ତଙ୍କୁ ନିଜ ନିଜ ଆସନରେ ନୀରବରେ ବସିବା ପାଇଁ ଆଦେଶ କଲେ। ଯଥାଜ୍ଞା ଗୁରୁଦେବ କହି ସମସ୍ତେ ନିଜ ନିଜ ଆସନରେ ଶୃଙ୍ଖଳିତ ଭାବରେ ବସିଗଲେ। ଏବେ ମନ ଦେଇ ଶୁଣ। ପ୍ରାଚୀନ କାଳରେ ଦୁଇ ଜଣ ଋଷି ଥିଲେ।
ସେମାନେ ହେଉଛନ୍ତି ଜଣେ ଚରକ ଓ ଅନ୍ୟ ଜଣେ ହେଉଛନ୍ତି ସୁଶ୍ରୁତ। ଏ ଦୁଇ ଜଣ ହେଉଛନ୍ତି ଆୟୁର୍ବେଦ ଭେଷଜ ବିଜ୍ଞାନୀ ବା ଆୟୁର୍ବେଦ ଚିକିତ୍ସା ବିଜ୍ଞାନର ପ୍ରଣେତା ବା ରଚୟିତା। ଆମ ମାନଙ୍କୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ସେ ରୋଗ ଗୁଡ଼ିକର ନିଦାନ ବା କାରଣ ଏବଂ ତା ନିରାକରଣ ବିଷୟରେ ନାନା ପ୍ରକାର ବୃକ୍ଷରୁ ଚେର ମୂଳ ପତ୍ର ଛେଳି ବା ଛାଲି ଫଳ ଫୁଲରୁ ଔଷଧ ପ୍ରସ୍ତୁତ କରିବାର ତାର ସେବନ ବିଧି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଛନ୍ତି। ତାଙ୍କର ସେହି ଶାସ୍ତ୍ରୋଦୟକୁ ଯଥାକ୍ରମେ ଚରକ ସଂହିତା ଓ ସୁଶ୍ରୁତ ସଂହିତା ବୋଲି କୁହାଯାଏ। ତାଙ୍କର ପ୍ରଣୀତ ଏହି ଚିକିତ୍ସା ଶାସ୍ତ୍ରରେ ପ୍ରଥମେ ଆମର ଖାଦ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ଆମର ସମସ୍ତ ଖାଦ୍ୟକୁ 4 ଶ୍ରେଣୀରେ ବିଭକ୍ତ କରିଛନ୍ତି। ପ୍ରଥମରେ ଯାହା ଆମେ ଚୋବେଇ ଚୋବେଇ ଖାଉଛୁ ତାହାକୁ ଚର୍ବ୍ୟ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଟା ଟାଣୁଆ ଜିନିଷ ଗୁଡ଼ାକ ମାନେ ଟାଣୁଆ ଫଳ ବିଜୁଳି ରୁଟି ଆଉ ଅନ୍ୟାନ୍ୟ ଯାହା କିଛି ଚୋବେଇ କରି ଖାଉଛୁ। ଦ୍ୱିତୀୟରେ ଯାହା ଚୋଷି କରି ଖାଉଛୁ ତାହା ଚୋଷ୍ୟ, ଚୋଷିକରି ଯାହା ଖାଉଛୁ ଆମେ। ତୃତୀୟରେ ଯାହା ଚାଟିକରି ଆମେ ଖାଉଛୁ ତାହାକୁ ଲେହ ବୋଲି କୁହାଯାଏ, ଯେମିତି ଆଚାର ଲେମ୍ବୁ ଇତ୍ୟାଦି। ଏବଂ ଯାହା ପିଉଛୁ ତାହା ହେଉଛି ପେୟ, ଅର୍ଥାତ୍ ସର୍ବତ ଇତ୍ୟାଦି ପାନୀୟ ଗୋରସ ଇତ୍ୟାଦି। ପିଲାମାନେ ଖାଦ୍ୟ ବିଷୟରେ ଆଉ ଗୋଟେ ସୁନ୍ଦର କଥା ଜାଣିବା, ଯାହା ଶୁଣିଲେ ଅବିଶ୍ୱାସ ଓ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। ଆଚ୍ଛା, ତମେ ତ କଦଳୀ ଖାଇଥିବ ନିଶ୍ଚୟ। ପିଲାମାନେ ଉତ୍ତର ଦେଲେ ହଁ ଗୁରୁଦେବ ଖାଇଛୁ। କେମିତି ଲାଗେ? ଉତ୍ତର ଆସିଲା ମିଠା ଲାଗେ। ଖାଲି ମିଠା ଲାଗେ କି ଆଉ କିଛି? ପିଲା ଟିକେ କଷା ଓ ଅଳ୍ପ ଖଟା ଲାଗେ ବୋଲି କହିଲେ। ଧନ୍ୟବାଦ। ଆମ୍ବ ଖାଇଛ? କଞ୍ଚା ଆମ୍ବ ଖାଇଛ? କେମିତି ଲାଗେ? ଖଟା। ପାଚିଲେ ବହୁତ ମିଠା। ଖାଲି ମିଠା ନା ଆଉ କିଛି? ଟିକେ ଖଟା ଆଉ ଟିକେ କଷା ମଧ୍ୟ ଲାଗେ। ହଁ, ଏବେ ଠିକ କହିଲ। ଲଙ୍କା ମରିଚ ଖାଇଛ? ହଁ ଖାଇଛୁ। କେମିତି ଲାଗେ? ବହୁତ ରାଗ। ପାଚିଲା ଲଙ୍କା? ପିଲାଏ ହସି ହସି ସେଇ ସମାନ ରାଗ। ଆଚ୍ଛା, ପାଚିଲା ଅମୃତଭଣ୍ଡା ଖାଇଛ? ହଁ କେମିତି ଲାଗେ? ପୁରା ମିଠା। ପିଜୁଳି ଖାଇଛ? ହଁ କି ସ୍ୱାଦ ଅନୁଭବ କରିଛ? ଟିକିଏ କଷା, ଟିକିଏ ଖଟା ଓ ମିଠା ଲାଗେ। କଲରା ଖାଇଛ? ହଁ କେମିତି ଲାଗେ? ପୁରା ପିତା। ଆମେ ଡାଲି ତରକାରୀ ଶାଗ ପ୍ରଭୃତି ରାନ୍ଧିଲେ ସେଥିରେ କ'ଣ ଅଭାବ ହେଲେ ସ୍ୱାଦ ଲାଗେ ନାହିଁ? ଲୁଣ। ତେବେ ଯେଉଁ ଖାଦ୍ୟ ଆମ ପାଟିକୁ ଯେମିତି ଲାଗିଲା ତାହା ସେହି ଖାଦ୍ୟର ଗୁଣ ବା ସ୍ୱାଦ ବୋଲି କହିଥାଉ। ଏହି ଗୁଣ ବା ସ୍ୱାଦକୁ ରସ ବୋଲି କହିଥାଉ। ଏହା 6 ପ୍ରକାରର ହୋଇଥିବାରୁ ଖାଦ୍ୟର 6 ପ୍ରକାରର ରସ ଥାଏ। ସେଗୁଡ଼ିକ ହେଲା ମିଠା, ଖଟା, କଟୁ ମାନେ ରାଗ, ତିକ୍ତ ବୋଲେ ପିତା, କଷା ଓ ଲୁଣିଆ। ଏଗୁଡ଼ିକୁ ଖାଦ୍ୟର ଷଡ଼ରସ ବୋଲି କୁହାଯାଏ। ମୁଁ ଟିକେ ପୂର୍ବରୁ କହୁନଥିଲି ଖାଦ୍ୟ ବିଷୟରେ ଅବିଶ୍ୱାସ ଓ ଆଶ୍ଚର୍ଯ୍ୟ ହେବା କଥା? ତାହା ଏବେ ମନ ଦେଇ ଶୁଣ। ସେ ଭେଷଜବିତ୍ ମାନେ ପ୍ରମାଣ କରିଛନ୍ତି ଯେ ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ଏହି ଷଡ଼ରସ ମଜ୍ଜି ରହିଥାଏ ଏବଂ ଯେଉଁ ଖାଦ୍ୟରେ ଯେଉଁ ରସର ଆଧିକ୍ୟ ଥାଏ ତାକୁ ଆମ ପାଟି ଜାଣିପାରେ, ଆଉ ଅନ୍ୟ ରସ ଗୁଡ଼ିକ ଏତେ କମ୍ ପରିମାଣରେ ଥାଏ ଯେ ତାକୁ ଆମ ପାଟି ବାରିପାରେ ନାହିଁ। ବର୍ତ୍ତମାନ ଆମେ ଜାଣିବା ଆମର ଦେହରେ ବିଭିନ୍ନ ରୋଗ ହେବାର କାରଣ କ'ଣ? ସେମାନେ କହିଛନ୍ତି ଷଡ଼ରସଯୁକ୍ତ ଖାଦ୍ୟ ଖାଇଲେ ଆମ ଶରୀରର ପୁଷ୍ଟି ସାଧନ ହୋଇଥାଏ, କିନ୍ତୁ କେଉଁ ଖାଦ୍ୟ କେତେ ପରିମାଣରେ ଖାଇଲେ ଆମ ଶରୀର ସୁସ୍ଥ ରହିବ ତାହା ଆମର ଶରୀର ଆବଶ୍ୟକତାକୁ ଚାହିଁ ଖାଇବା ଦରକାର। ଖାଦ୍ୟ ସ୍ୱାଦିଷ୍ଟ ଓ ରୁଚିକର ହେଲେ କ'ଣ ହେବ? ଆବଶ୍ୟକତା ଠାରୁ ଅଧିକ ଖାଇଲେ ମଧ୍ୟ ରୋଗ ସୃଷ୍ଟି ହେବ। କଟୁ ତିକ୍ତ କଷା ପ୍ରଭୃତି ଅରୁଚିକର ହେଲେ ମଧ୍ୟ ସେଗୁଡ଼ିକୁ ଖାଇବା ଉଚିତ। ତେଣୁ ପ୍ରତ୍ୟେକ ରସଯୁକ୍ତ ଖାଦ୍ୟର ସନ୍ତୁଳିତ ଭୋଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ
ଆଧୁନିକ ଶରୀର ବିଜ୍ଞାନ ବା ସ୍ୱାସ୍ଥ୍ୟ ରକ୍ଷା ସମ୍ବନ୍ଧରେ ଯେଉଁ ଖାଦ୍ୟ ସାରଣୀ ପ୍ରସ୍ତୁତ କରାଯାଇଛି ଏହା ନୂତନ ନୁହେଁ। ଚରକ ସୁଶ୍ରୁତ ପ୍ରଭୃତି ଆମ ପୂର୍ବସୂରୀମାନେ ଏହା ପ୍ରଣୟନ କରିଯାଇଛନ୍ତି। ହଉ, ଆଜି ସମୟ ହେଇଗଲା, ଆଜି ଏତିକିରେ ଥାଉ। ତୁମେମାନେ ବଡ଼ ହେଲେ ଏହି ଶାସ୍ତ୍ର ଗୁଡ଼ିକ ପଢ଼ିଲେ ଅଧିକ ଜାଣିବ। ସମସ୍ତେ ଏକ ସ୍ୱରରେ କହିଲେ ପ୍ରଣାମ ଗୁରୁଦେବ, ଯଶସ୍ୱୀ ହେବ। ସରିଲା ମୋର ଗପଟା। ଧନ୍ୟବାଦ। ସାରସ୍ୱତ ପ୍ରଣାମ। ଗପ ଲେଖିନି କିନ୍ତୁ ପ୍ରଣତି ଭଉଣୀକୁ ଧନ୍ୟବାଦ ଦେବି। ତାଙ୍କରି ପ୍ରୟାସରେ ମୁଁ ଚେଷ୍ଟା କରିଛି ମାତ୍ର ମୋର ଗପ ତୁମେ ତୁମେ ଗଲା ପରେ, ମାନେ ବାପାଙ୍କ ବୋଉଙ୍କୁ ନେଇକି ଲେଖିଛି ତୁମେ ଗଲା ପରେ। ସେଦିନ ସୁକାନ୍ତି ବସି ଭାବୁଥିଲା ତାର ବାପାଙ୍କ କଥା। ସତରେ ଅତୀତର ଦିନ ଗୁଡ଼ିକ କେତେ ସୁନ୍ଦର ଥିଲା। ଏବେ ଗାଁକୁ ଆଉ ଯିବାକୁ ମନ ବଳୁନି। ହଁ, କାହିଁକି ବା ଯିବ? ବାପା ବୋଉ ଚାଲିଗଲା ପରେ ସେ ଯେମିତି ଗାଁ ପ୍ରତି ତାର ମମତା ତୁଟାଇ ଦେଇଛି। ଗାଁରେ ସେମିତି ଗାଁ ଘର ସେମିତି ଅସଜଡ଼ା ହୋଇ ପଡି ରହିଛି। ଘର ଭିତର କବାଟ ସବୁ ଉଇ ଲାଗିଗଲେଣି। ଭାଇମାନେ ଚାକିରି କରି ନିଜ ନିଜ ପରିବାର ଧରି ସହରରେ ରହୁଛନ୍ତି। ଯେତେବେଳେ ବାପା ବୋଉ ଥିଲେ ସେତେବେଳେ ରଜ କୁମାରରେ ସୁକାନ୍ତି ଗାଁକୁ ଚାଲି ଯାଉଥିଲା। ଅତି ଆନନ୍ଦରେ ତାର କେଇଟା ଦିନ କାଟୁଥିଲା। ବେଶ ଖୁସିରେ ତାଙ୍କ ସହ କେଇ ଦିନ କଟି ଯାଉଥିଲା। ହେଲେ ବାପା ବୋଉ ଗଲା ପରେ ଘର ଶ୍ରୀହୀନ ହୋଇଯାଇଛି। ଆଉ ଗାଁକୁ ଯିବାକୁ ମନ ହେଉନି। ହୃଦୟରୁ ଖାଲି କୋହ ଉଠୁଛି, କଣ କରିବ? ସେ ଯେତେବେଳେ ଗାଁକୁ ଯାଉଥିଲା ଘର ଅଗଣାରୁ ବାପା ବୋଉ ତାକୁ ପାଛୋଟି ନେଉଥିଲେ। ଅତି ଆଦର ଓ ସ୍ନେହରେ ତାର ଭଲ ମନ୍ଦ ପଚାରି ବୁଝୁଥିଲେ। କିନ୍ତୁ ଆଜି ସବୁ ସରିଯାଇଛି। ଆଜି ସେ ନିଜକୁ ପୁରା ଏକୁଟିଆ ଅନୁଭବ କରୁଛି। ଆଜି ସେ ନିଜକୁ ଏକୁଟିଆ ଅନୁଭବ କରୁଛି। ଆଉ ବାପା ବୋଉଙ୍କୁ ଖାଲି ଝୁରି ହଉଛି। ସତରେ ଆଜି ଗାଁ ଆଉ ଗାଁ ହୋଇ ରହିନି, ସମସ୍ତେ ସହରାଭିମୁଖୀ। ଅତୀତକୁ ଝୁରି ଝୁରି ଆଖିରୁ ଦୁଇ ଟୋପା ଲୁହ ଝରି ଆସିଲା। ହଠାତ୍ ସେ ପ୍ରକୃତିସ୍ଥ ହୋଇ ଦେଖିଲା ତାର ସାଙ୍ଗ ରଞ୍ଜିତା ଆସି ତାକୁ ଖାଇବାକୁ ଡାକୁଛି। ମନର କୋହକୁ ମନରେ ମାରି ତାହା ସହ ଖାଇବାକୁ ଚାଲିଗଲା। ଏ ଗଳ୍ପରେ ବାପା ବୋଉଙ୍କ ପ୍ରତି ଥିବା ସ୍ନେହ ମମତା ଓ ଆଜିକାଲିର ମଣିଷ କିପରି ସହରାଭିମୁଖୀ ହୋଇ ଗାଁ କେମିତି ଶ୍ରୀହୀନ, ଗାଁ ଘର ଗୁଡିକ କିପରି ଶ୍ରୀହୀନ ହେଇଯାଉଛି, ସେଇ ଇଏରେ ଟିକେ ଚେଷ୍ଟା କରିଥିଲି। ଅଳ୍ପ କିଛି ଲେଖିଛି, ଭୁଲ ଥିଲେ କ୍ଷମା କରିବେ। ନାଇଁ, ନମସ୍କାର। ତ ଆଜି ଯେଉଁ ଗଳ୍ପ ଆସର ହେଉଛି, ଏହି ଗଳ୍ପ ଆସରକୁ ଚଳଚଞ୍ଚଳ କରୁଥିବା ସମସ୍ତଙ୍କୁ ଏକତା ଡୋରିରେ ବାନ୍ଧି ରଖିଥିବା ଆମର ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ର ମହୋଦୟ ଏବଂ ଏହି ଗଳ୍ପ ଆସରରେ ଯିଏ ସଂଯୋଜନା କରୁଛନ୍ତି ରୀତା ଭଉଣୀ ମହୋଦୟ, ତାପରେ ଆମର ଯିଏ ଅଛନ୍ତି ପଣ୍ଡିତ ସୂର୍ଯ୍ୟ କୁମାର ପାଣିଗ୍ରାହୀ ମହୋଦୟ, ପ୍ରତିମା ଶତପଥୀ ମହୋଦୟ, ଅନିଲ ସାହୁ ମହୋଦୟ, ଅର୍ଜୁନ କୁମାର ସାମଲ ମହୋଦୟ, ବନଲକ୍ଷ୍ମୀ ମହାନ୍ତି ମହୋଦୟ, ଅନୁପମା ମହୋଦୟ, ପ୍ରକାଶ କୁମାର ମିଶ୍ର ମହୋଦୟ, ନିର୍ମଳ, ଅନ୍ୟାନ୍ୟ ସମସ୍ତ ସାହିତ୍ୟିକ ସୁଧୀବୃନ୍ଦ ସମସ୍ତଙ୍କୁ ମୁଁ ସାଦର ନିମନ୍ତ୍ରଣ ଜଣାଉଛି, ନମସ୍କାର କରୁଛି। ବହୁତ ଭଲ ଲାଗିଲା। ଆମେ କମ୍ ସଂଖ୍ୟକ ଅଳ୍ପ ସଂଖ୍ୟକ ରହିଲେ ମଧ୍ୟ ଯେ ସମସ୍ତେ ସମସ୍ତଙ୍କର ମନର କଥା ଆମେ ଯେଉଁ ପରିପ୍ରକାଶ କରିବାର ଗୋଟେ ପ୍ଲାଟଫର୍ମ। ଆରେ ବନଲକ୍ଷ୍ମୀ ଭଉଣୀକୁ ଡାକିଲି କି ନାହିଁ ବୋଲିଛି। ହଉ ପୁଅ, ଆଉ ଥରେ ବନଲକ୍ଷ୍ମୀ ଭଉଣୀ ତାକୁ ନିମନ୍ତ୍ରଣ ଜଣାଉଛି। ତ ହଉ, ଭୁଲି ଯାଇଥିଲି। ସେ ଯାହା ବି ହଉ, ମୁଁ ଏଇ ଗଳ୍ପ ଆସରରେ ଖାଲି ଗୋଟିଏ କଥା ଶୁଣିଲି, ଆମର ସାର୍ ପଣ୍ଡିତ ସୂର୍ଯ୍ୟ କୁମାର ପାଣିଗ୍ରାହୀ ସାର୍ ଯାହା କହୁଥିଲେ ଯେ ମୁଁ ଟିକେ ଏବେ ନିରୁତ୍ସାହିତ ଅଛି, ଆଉ ପାଠକମାନେ ନାହାନ୍ତି, ତେଣୁ ନାହିଁ ସେ କଥା ସେଇଠି ନାହିଁ। ଆପଣମାନେ ଜାଣିଛନ୍ତି କି ନାହିଁ ତ କହିପାରିବେ ନାହିଁ। ମୋର ଅନୁଭୂତିରୁ ମୁଁ ଗୋଟେ କଥା କହୁଛି ଯେ ଗଙ୍ଗାଧର ମେହେରଙ୍କୁ ସମସ୍ତେ ଜାଣିଛନ୍ତି, ଆମର ଫକୀର ମୋହନକୁ ସମସ୍ତେ ଜାଣିଛନ୍ତି, କବିବର ରାଧାନାଥ ରାୟଙ୍କୁ ସବୁ ଜାଣିଛନ୍ତି, ସମସ୍ତେ ସମସ୍ତଙ୍କୁ ଜାଣିଛା। କିନ୍ତୁ ଗୋଟିଏ ଦୁଃଖ ରହିଲା ଯେ ଆପଣମାନେ ଦେଖନ୍ତୁ ସେଇ ସମୟର ତତ୍କାଳୀନ ଜଣେ ବିଶିଷ୍ଟ କବି ଯାହାଙ୍କର କବିତା ମିଳିତ ଜାତିସଂଘରେ ସେଥିରେ ବାଟରେ ସାମ୍ନାରେ ଲେଖା ହେଇଛି, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କବା ସହୁ। ସେଇଭଳିଆ ଜଣେ ସନ୍ଥ କବି ଭୀମ ଭୋଇଙ୍କୁ ସେ ଯୁଗରେ କୌଣସି ଲେଖକ ଲେଖିକା ରାଜା ମହାରାଜାଙ୍କର ପୁସ୍ତକ ପୁସ୍ତିକାରେ ମାନେ ଭୀମ ଭୋଇଙ୍କର ନାମ ନାହିଁ, ଗ୍ରାମ ନାହିଁ। ତାର ତ କ'ଣ ଭୀମ ଭୋଇ ଜଣେ ଖରାପ କବି ଥିଲେ?
କେହି ଜାଣିବା ନ ଜାଣିବା ପାଠକ ଥିବା ନଥିବା ଏଇଟା ସବୁ ଯୁଗରେ ପ୍ରଚଳିତ। ସେ ଫକୀର ମୋହନ ପାଇଲେ ବ୍ୟାସ କବି ଉପାଧି, ରାଧାନାଥ ରାୟ ପାଇଲେ କବିବର ଉପାଧି, ଆଉ କିଏ ପାଇଲା ପଲ୍ଲୀ କବି ଉପାଧି, ଆଉ କିଏ ପାଉଛନ୍ ପ୍ରକୃତି କବି ଉପାଧି। ଏମାନେ ସମସ୍ତେ ସମସ୍ତଙ୍କୁ ଜାଣିଥିଲେ, ସମସ୍ତେ ସମସ୍ତଙ୍କୁ ଉପାଧି ବି ପାଉଥିଲେ। କିନ୍ତୁ ଭୀମ ଭୋଇକେ ସମସ୍ତେ ଭୁଲି ଯାଇଥିଲେ। ତାର ଅର୍ଥ କ'ଣ ଭୀମ ଭୋଇ ତାଙ୍କର ଲେଖାଟା ବନ୍ଦ କରିଦେଇଥିଲେ? କଦାଚିତ୍ ନୁହେଁ। ଆମର କର୍ତ୍ତବ୍ୟ, ଆମର ଭଉଣୀ ଯାହା କହୁଥିଲା, ଆମେ ଲେଖକ, ଆମେ ଲେଖି ଚାଲମା। ଆମର କର୍ତ୍ତବ୍ୟ ହେଲା ଆମେ ଲେଖମା, ସେ ପାଠକ ଥାଉ ନାହିଁ ତ। ଏଇଟା ସବୁ ଯୁଗରେ ଆପଣ ମାନେ ଏଇ ଭୀମ ଭୋଇଙ୍କର ବିଷୟ କିଏ ଜାଣିଥିବେ କି ନାହିଁ ଜାଣିଥିବେ ମୁଁ କହିନପାରେ, କିନ୍ତୁ ମୁଁ ବହୁତ ଅନୁଧ୍ୟାନ କଲା ପରେ ଜାଣିଲି ଯେ ସେଇ ସମୟର ସମକାଳୀନ ଲେଖକ ଯିଏକି କାଳଜୟୀ ଯୁଗ ସ୍ରଷ୍ଟା, ସେଇଭଳିଆ ଜଣେ କବିଙ୍କର ବିଷୟରେ କୌଣସି ପୁସ୍ତକ ପୁସ୍ତିକାରେ ଲେଖା ହେଇନି। କିନ୍ତୁ ଫକୀର ମୋହନ ଗଙ୍ଗାଧର ବିଷୟରେ ଲେଖିଛନ୍, ଗଙ୍ଗାଧର ରାଧାନାଥ ରାୟ ବିଷୟରେ ଲେଖିଛନ୍, ସମସ୍ତେ ସମସ୍ତଙ୍କର ବିଷୟରେ ଲେଖିଛନ୍। କିନ୍ତୁ ସମସ୍ତେ ଭୀମ ଭୋଇକେ ପାଶରି ଦେଇଥିଲେ। ଏଭଳିଆ ହେସି ଟିକେ ଅଣଦେଖା ପ୍ରତ୍ୟେକ ଯୁଗରେ ଏ ଅଣଦେଖା କାରବାର ରହିଛି। ତ ସୂର୍ଯ୍ୟ କୁମାର ପାଣିଗ୍ରାହୀ ସାର୍ଙ୍କୁ ମୁଁ ଖାଲି ତ ଅନୁରୋଧ କରିବି, ମୋର ତ ଉପଦେଶ ଦେବାର କ୍ଷମତା ନାହିଁ। ସେଇଭଳିଆ ଜଣେ ବିଶିଷ୍ଟ ପଣ୍ଡିତଙ୍କୁ ମୁଁ ଏତିକି ଅନୁରୋଧ ରଖିବି, ଆଜ୍ଞା ଆମର କର୍ତ୍ତବ୍ୟ ହେଲା ଆମେ ଲେଖକ, କବି ହଉ, ଗାଳ୍ପିକ ହଉ, ପ୍ରାବନ୍ଧିକ ହଉ, ସମାଲୋଚକ ଯିଏ ଯେନ୍ କ୍ଷେତ୍ରରେ ବି ପାରିଦର୍ଶିତା ଅର୍ଜନ କରୁଛନ୍ କିଛି ଅସୁବିଧା ନାହିଁ। ଆମେ ଲେଖି ଚାଲମା, ଆମର ପରବର୍ତ୍ତୀ ପିଢ଼ି ସେ ନିଶ୍ଚିତ ଭାବରେ ଦିନେ ନା ଦିନେ ତାକୁ ସ୍ମରଣ କରବ, ଏଇଟା ସୁନିଶ୍ଚିତ କଥା। ତ ଏଇଟା ଏଇ ଯେଉଁ ପାଠକର କଥା କଲା, ପାଠକ ସବୁଦିନେ ଉଦାସୀନ, ଏଇଟା ନୂଆ କଥା ନୁହେଁ। ଆଉ ଯେତେବେଳେ ଗଳ୍ପର କଥା ପଡ଼ିଛି, ମୁଁ ତ ଗଳ୍ପ ତ ନାହିଁ, ବାକି ଗଳ୍ପ ପଢ଼ି ଯା ମୁଁ ମାସ ସାରା ପଢ଼ୁଥାଏ ଗଳ୍ପ। ଯେନ୍ ଗୋଟେ ଗପ ଭଲ ଲାଗିଯାଇଛି ସେଟା ମୋର ମନେ ରହିଯାଇଛି। ସେଇଭଳିଆ ଗୋଟେ ଗଳ୍ପ, ବହୁତ ଗୋଟେ କ୍ଷୁଦ୍ର ଗଳ୍ପଟେ ପଢ଼ିଥିଲି। କିଏ ଲେଖିଛନ୍ ତ ମୁଁ ଟିକେ ମନେ ନାହିଁ ପକେଇ ପାରବା। ବହୁତ ବଢ଼ିଆ ଗପଟେ ଥିଲା ଯେ ଯେନ୍ ମାସ କ୍ୟାଲେଣ୍ଡରରେ 31 ତାରିଖ ବା ଅସୁବିଧା କେନ୍ତା ହଉଛି ଆମକୁ ଜାଣିବା। 30 ତକ ଠିକ୍ ଦିସି, 28 ହେଲେ ଠିକ୍ ହେବା, 31 ତାରିଖ ପଡ଼ିଗଲେ ସେ ଅସୁବିଧାଟା କହିଲେ ମାନେ 31 ତାରିଖର ପ୍ରୋବ୍ଲେମ୍, ଦି ପ୍ରୋବ୍ଲେମ୍ ଅଫ୍ 31st, ସେ ଡେଟ୍ର କଥା। ବୋଲେ କ'ଣ ହେଇଛି, ବାପା ମା ଅଛନ୍ତି, ତାଙ୍କର ଯୋଡ଼େ ପୁଅ ଅଛନ୍, ତାଙ୍କୁ ପାଠଶାଠ ପଢ଼େଇ ଦେଇଛନ୍ ଇତ୍ୟାଦି ଇତ୍ୟାଦି। ସେମାନେ ଏଷ୍ଟାବ୍ଲିଶ୍ କରିଗଲେ, ବଡ଼ ବଡ଼ ଚାକିରି ବି କରିଗଲେ, ବାହାସାହା ବି ହେଇଗଲେ। ତ ସେ ଗପକେ ଆଉ ଜହନା ହେଲୁ, ସେମାନେ ବିହାସା ହେଇକରି ଚାକିରି ବାକିରି କରି କିଏ ଦିଲ୍ଲୀରେ ଅଛି, କିଏ ବାଙ୍ଗଲୋରରେ ଅଛେ, ସେ ଠିକ୍ ଅଛି, ସେମାନେ ଏଷ୍ଟାବ୍ଲିଶ୍ କରି ଯାଇଛନ୍। ତ ବାପା ଆସି ଭିତରେ ମରିଯାଇଛନ୍ ତାଙ୍କର, ବାକି ରହିଲେ ମା। ବୋଲେ ମାର ଦୁଃଖଟା କହିଲେ ନାଇଁ ସରେ। ସେ ଭିତରେ ସେଟା କାଣା ହେଇଛେ, ସେ ବଡ଼ ପୁଅ ଆଉ ସାନ ପୁଅ ସେମାନେ ପାଳି କଲେ ଯେ ଗୋଟେ ମାସ ବଡ଼ ପୁଅ ରଖିବ, ଆଉ ଗୋଟେ ମାସ ସାନ ପୁଅ ରଖିବ। ଏଇଭଳିଆ ପାଳିରେ ତ ଠିକ୍ ହଉଥିଲା। ଯେନ୍ ମାସରେ 31 ତାରିଖ ପଡ଼ି ଯାଉଥିଲା, ମା ସେଦିନ ପୁରା ଭୋକେ ରହିଯାଉଥିଲା। ଏଇଟା ହଉଛି 31 ତାରିଖର ଦୁଃଖଟା। ତ ମା ତ କାହାକେ କହିପାରେ ନାହିଁ, ସେ ବଡ଼ ପୁଅକେ ବି କହି ନାଇଁପାରେ, ସାନ ପୁଅକେ ବି କହି ନାଇଁପାରେ। ତ ଯେତେବେଳେ 31 ତାରିଖ ହେଇଯିବା, ତାକୁ କେହି ତାର ଦୁଃଖ ସୁଖ କେହି ବୁଝନ୍ତି ନାହିଁ। ତାକୁ ଆଣିକି ସେ ତ ତାର ବାସସ୍ଥାନ ନାହିଁ ଚାଲିଲା। ସେ ଯେନ ତାଙ୍କର ମୂଳ ଘର ଯୋଉଟା ଥିଲା, ସେ ମା କହିଲା ମୁଁ ସେ ରାଜପ୍ରାସାଦରେ ରହିବି ନାହିଁ, ମୁଁ ମୋର ଘରେ ମଲେ ମରିବି ପଛକର। ଆଉ ସେ ତାଙ୍କର ମୂଳ ଘରରେ ଏକା ସେମାନେ କ'ଣ କରିବେ, 30 ତାରିଖ ହେଲେ ସାନ ପିଲା ଆଣିକି ରଖିଦେବା, 1 ତାରିଖ ହେଲା ପରେ ବଡ଼ ପିଲା ନେଇଯିବା, ଫେର 30 ତାରିଖ ରାତିରେ ଆଣିକି ତାକେ ରଖିଦେବା ସେଇ ଘରେ। ତ 31 ତାରିଖ ହେଇଗଲେ ମାର ଦୁଃଖ ସେ ସଂସାରରେ ଆଉ କେହି ନାଇଁ ବୁଝୁଥାଇ। ଏଭଳି କି ଗୋଟେ ସମୟ ହେଲା ଯେ ମାର ମୃତ୍ୟୁ ବି 31 ତାରିଖ ହେଲା। ନା ସାନ ପୁଅ ଆସିଲା, ନା ବଡ଼ ପୁଅ ଆସିଲା। ତାପରେ ଏନ୍ଏସିକୁ ଖବର ଦିଆଗଲା, ଏନ୍ଏସିରୁ ସବୁ ଯାହା କିଛି ବ୍ୟବସ୍ଥା କରିବା କଥା ସବୁ ବାହକ ଗାଡ଼ିରେ ନେଇକିରି ମାର କ୍ରିୟା, ଶୁଦ୍ଧ କ୍ରିୟା, ତର୍ପଣ ଯାହା କରିବା କଥା ତାଙ୍କୁ ପୁଡ଼ି ପୁଡ଼ା ଦିଆଗଲା। ଏଇଟା ହେଲା ମାର ଦୁଃଖ। ମାନେ 31 ତାରିଖଟା ମାର ଲାଗି କେଡ଼େ ଦୁଃଖ ଥିଲା, ସେଇଟା ଇତିହାସରେ ବିରଳ ହେଇକି ରହିଗଲା। ଏଇଟା 31 ତାରିଖର ଦୁଃଖ। ମୁଁ ତ ବହୁତ ଗପ ପଢ଼ସି, ନାଇଁ ଲେଖେ, ବାକି ଯେନ୍ ଗପଟା ଭଲ ଲାଗ୍ସି ସେଇଟା ସବୁଦିନ ଲାଗି ମୋର ମନେ ରହିଛି। ଏଇ ଗପଟା ଏଇ ମାସ ଭିତରେ ଯେତେ ଗପ ପଢ଼ିଥିଲି, ଏଇ ଗପଟା ମୋତେ ବହୁତ ବଢ଼ିଆ ଲାଗଲା ଯେ 31 ତାରିଖ କେଡ଼େ ବିପଜ୍ଜନକ ଜିନିଷ, ଜଣଙ୍କର ଜୀବନ ବି ନେଇଯାଇପାରେ ସେଇଭଳିଆ ଗୋଟେ ଦିନ। ଏଇଟା ମୋର କାହାଣୀ। ଏତିକି କହି ମୁଁ ବିରାମ ନେଉଛି। ସଭାପତି ଦେବେନ୍ଦ୍ର କୁମାର ନାୟକ, ସମସ୍ତଙ୍କୁ ନମସ୍କାର। ଆପଣଙ୍କ ବକ୍ତବ୍ୟ ଭଲ ଲାଗିଲା, ସୁନ୍ଦର ଥିଲା ଆପଣଙ୍କର ଗଳ୍ପଟି। ସତରେ କେତେ ମାନେ ଦୁଃଖର କଥା ଯେ 31 ତାରିଖ ଦିନଟା ଗୋଟେ ଅଧିକା ଦିନ ବୋଲି ବଡ ପୁଅ ବି ଆସିଲାନି, ସାନ ପୁଅ ବି ଆସିଲାନି। ପୂତ ନାମକ ନର୍କରୁ କୁଆଡେ ପୁଅ ରକ୍ଷା କରିବା, ଆଉ ବାପା ମା ତାରି ପାଇଁ ପୁଅକୁ ବଢେଇ କୁଢେଇକି ମଣିଷ କରିଥିଲେ। ସତରେ ମାନେ ମର୍ମସ୍ପର୍ଶୀ ଥିଲା ଏଇ ଗଳ୍ପଟି, ସେଇଥିପାଇଁ ହୁଏତ ଆପଣଙ୍କ ମନ ରହିଯାଇଛି।
बहुत बहुत साधुवाद जनइबी सुंदर